मन्नाथ श्री जगन्नाथ मदगुरु श्री जगत गुरु मदात्मा सर्वभूतात्मा तस्मै श्री गुरवे नमः। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। क्रियायोग परंपरार समस्त गुरु मानक मु प्रणाम करुछि। विश्वर प्रत्येक संप्रदायर गुरु मानक मु प्रणाम करुछि। उपस्थित भगवत स्वरूपगण सबुरी भितरे जगन्नाथ को उपलब्धि करी मु प्रणाम करुछि। आज जुलाई 27 तारीख 2025 मसीहा रविवार। मनरे गोटे प्रश्न उठे, आमे कौन पाई गुरु ग्रहण करिछे बा गुरु ग्रहण करिवार कौन आवश्यकता रही। बिना गुरु रे ये जीवनटा कौन सरस सुंदर आनंद प्रेममय हब नहीं। जे ये धरापृष्ठ रे जन्म ग्रहण करिचंती समस्त को कौन गुरु ग्रहण करने को पड़िबो। तेणु आमे गुरु ग्रहण करिवार आवश्यकता अछि कि आवश्यकता नाही। मनुष्य देखिछि से सबले भावे केमिति मो सुखरे बा आनंदरे दिन काटिबी। से जहाँ देखे ये संसार रे जहाँ ताको देखुचे ताको से सत्य बोली भावे एवं से संसार रु सब कथा किछि शिखिछि, सब कथा किछि जानिछि। केमिति बसिबो, केमिति कथा कहिबो, केमिति पाठ पढ़िबो, केमिति ज्ञान लाभ करिबो, जहाँ किछि ता जीवन रे से शिखिछि का ठारू ही शिखिछि। कौन से एमती की जन्म ग्रहण करी नहीं, मन को मन से सब किछि शिखिछि एवं जानिछि। केही जने एमती वर्ल्ड रे जन्म हेछि से मन को मन कथा कहिछि, मन को मन चलिछि, मन को मन बसिछि, मन को मन खाइछि। जहाँ किछि जहाँ को जेतिकी बयस से सबु का ठारू शिखिछि, का ठारू जानिछि। पाठ पढ़िछि, कथा कहिछि, कि गाड़ी चलाउछि, कि कंप्यूटर चलाउछि, कि इंजीनियरिंग विद्या, कि मेडिकल भी साइंस, जहाँ किछि सबु का ठारू गोटे शिखिछि। एवं जी जेतिकी रिसीव करि पारिछि, जी जेतिकी शिखिछि ताकू से सेतिकी परिमाण रे करिछि बा करूछि। समस्ते जहाँ शिखिचंती ता पूर्ण मात्रा रे केही किछि शिखि ना। किए कहिबो मु गोटे विषय रे पूर्ण मात्रा रे जानिछि कि जदि पचरा जीवो केही तार सठिक उत्तर देई परिबे ना। जहाँ शिखिछि ता शिखिबा भी बहुत बाकी रही जाइछि, जानिमा भी बहुत बाकी रही जाइछि। केते भाषा अच्छी, केते प्रकार विद्या अच्छी, केते ज्ञान रही,
ଯେତିକି ଶିଖିଛି ସେତିକି କହୁଛି। ଯେ କିଛି କାହାଠାରୁ ଶିଖି ନାହିଁ ସେମିତି ବ୍ୟକ୍ତି ଜଣେ କିଏ ଧରା ପୃଷ୍ଠରେ ଅଛନ୍ତି, ତାଙ୍କ ବିଷୟରେ ଆପଣ ଜାଣିଛନ୍ତି କି? ତେଣୁ ଏଥିରୁ ଜଣା ପଡୁଛି ସେ ନିଶ୍ଚିନ୍ତ କାହାଠାରୁ ଶିଖିଛି। ଯାହାଠାରୁ ଶିଖିଛି ସିଏ ତାର ହେଲା କଣ ନା ଗୁରୁ। ତେଣୁ ଏ ଦିଟା ଦୁନିଆ, ଗୋଟେ ଭୌତିକ ଦୁନିଆ, ଗୋଟେ ଆଧ୍ୟାତ୍ମିକ ଦୁନିଆ, ଗୋଟେ ସ୍ପିରିଚୁଆଲ ୱାର୍ଲଡ, ଗୋଟେ ମ୍ୟାଟେରିଆଲ ୱାର୍ଲଡ। ସେ ଯାହା ଶିଖିଲା ବା ଜାଣିଲା ବା ଶିଖୁଛି ବା ଜାଣୁଛି, ତା ପଛପଟରେ ଗୋଟିଏ ଉଦ୍ଦେଶ୍ୟ ଅଛି, ଲକ୍ଷ୍ୟ ଅଛି ଅଦୃଶ୍ୟରେ। ସେ କେମିତି ସୁଖରେ ବା ଶାନ୍ତିରେ ବା ଆନନ୍ଦରେ ଦିନଟାକୁ କାଟିବ, ସେ ସବୁଟା କରିକି ଦେଖିଲା ଜୀବନ କାଳ ଭିତରେ। ସୁଖ ନାହିଁ, ଶାନ୍ତି ନାହିଁ, ଆନନ୍ଦ ନାହିଁ। କାହିଁକି ନାହିଁ? ତାହେଲେ ଅଛି କୋଉଠି? ନିଶ୍ଚିନ୍ତ କୋଉଠି ଅଛି? ଏ ସବୁ କିଛି ରହିଛି ଭଗବାନଙ୍କ ପାଖରେ। ଭଗବାନ ସବୁ ଦେଇଦେବେ ବା ଦେଇ ଦେଇଛନ୍ତି ବା ଦେବେ। ତାଙ୍କର ସନ୍ତାନ ଆମେ ତାଙ୍କର ଅଂଶ ବିଶେଷ। ସମସ୍ତ ଶାସ୍ତ୍ରରେ ଉଲ୍ଲେଖ ଅଛି। ବାବା ଅନେକ ଥର କହିଛନ୍ତି, ସେ କଥାକୁ ଆଉ ରିପିଟ୍ କରିବେ ନାହିଁ। ଆପଣମାନେ ସମସ୍ତେ ଜାଣନ୍ତୁ, ଆମର ପିତା ହେଉଛନ୍ତି ପରମାତ୍ମା ବା ପରମବ୍ରହ୍ମ ବା ଭଗବାନ। ସେ ପିତା ନୁହନ୍ତି, ସେ ଆମର ପିତା, ମାତା, ବନ୍ଧୁ, ସଖା, ଗୁରୁ, ଧନ, ସବୁ କିଛି। ଆମେ ତାଙ୍କର ସନ୍ତାନ, ଆମେ ତାଙ୍କର ଅଂଶ ବିଶେଷ। ଏଇ କନସେପ୍ଟ ଆଗ ଆମର କ୍ଲିଅର ହଉ। ଏଇ କନସେପ୍ଟକୁ କିଏ କ୍ଲିଅର କରେଇଦବ, ଏ ଜୀବନକୁ ସରସ, ସୁନ୍ଦର, ଆନନ୍ଦ, ପ୍ରେମମୟ କିଏ କରିଦବ? ଆଉ ଜୀବନ ବଞ୍ଚିବାର ଶୈଳୀ ବା କଳା ତାକୁ କିଏ ଶିଖେଇଦବ? ଲୋକ ତ ସବୁ କଲା। ମାତା ଗୁରୁ କଲା, ପିତା ଗୁରୁ କଲା, ଶିକ୍ଷା ଗୁରୁ କଲା, କର୍ମ ଗୁରୁ କଲା। କିନ୍ତୁ ଜୀବନଟା ପାଠ ପଢ଼ିଲା, ଚାକିରି କଲା, କି ବିଜନେସ୍ କଲା, ଅର୍ଥ ଉପାର୍ଜନ କଲା, ଯେତେବେଳେ ଯାହା ଚାହିଁଲା ତାହା କଲା, କିନ୍ତୁ ତା ମନଟା ସନ୍ତୁଷ୍ଟ ନୁହେଁ, ଅସନ୍ତୁଷ୍ଟ। ତା ମନରେ ସନ୍ତୋଷ ନାହିଁ। ତା ମନରେ ସବୁ କିଛି ପାଇକି ନ ପାଇଲା ରକମ ଲାଗୁଛି। ଯେମିତି ବହୁତ ସୁନ୍ଦର ପ୍ରିପାରେସନ୍ ହେଇଛି, ରୋଷେଇବାସ ହେଇଛି, ବହୁତ ବଢ଼ିଆ ବଢ଼ିଆ ଆଇଟମ୍ ହେଇଛି। ଭଲ କ୍ଷୀରି ହେଇଛି, ଭଲ ଡାଲମା ହେଇଛି, ଭଲ ଖଟା ହେଇଛି, ଭଲ ପନିର ହେଇଛି, ଭେଜ୍ ଆଇଟମ୍ ଉପରେ ହେଇଛି, ନନ୍ ଭେଜ୍ ବି ହେଇଛି, ସବୁ ପ୍ରକାର ଆଇଟମ୍ ରୋଷେଇ ଥୁଆ ହେଇଛି। କିନ୍ତୁ ଲୁଣ କୋଉଥିରେ ପଡ଼ିନାହିଁ, କୋଉଥିରେ ଲୁଣ ପଡ଼ିନାହିଁ। ଆପଣମାନେ ସେ ଆଇଟମକୁ ଖାଇବେ? ଜମା ଖାଇବେ ନାହିଁ। କାରଣ ସବୁ ଥୁ ଥୁ କରି ଆପଣ ଫିଙ୍ଗିଦେବେ, ଉଠି ଚାଲିଯିବେ। ନା, ଆଜି ଖାଇବାଟା ନଷ୍ଟ ହେଇଗଲା, ସବୁ ଅଲଣା। କାରଣ ଲୁଣ ପଡ଼ି, ସବୁ ପ୍ରକାର ମସଲା ମସଲି ପଡ଼ିଛି। ଯାହା ଯାହା ଦରକାର, ଯୋଉ ଆଇଟମରେ ଯାହା ଦରକାର ତାହା କିନ୍ତୁ ଦିଆଯାଇଛି, କିନ୍ତୁ ଲୁଣଟା ପଡ଼ିନାହିଁ। ସେଇଭଳି ଜୀବନଟା ତାଙ୍କ ବିନା, କାହା ବିନା? ସେ ଭଗବାନଙ୍କ ବିନା, ପରମାତ୍ମା ପରମ ବ୍ରହ୍ମଙ୍କ ବିନା ଅଧୁରା ରହିଯାଏ, ଅପରିପୂର୍ଣ୍ଣ ରହିଯାଏ, ଅସନ୍ତୁଷ୍ଟ ରହିଯାଏ। ଏବଂ ଶାନ୍ତି ଆଉ ଆନନ୍ଦ ଲାଗେ ନାହିଁ। ତାହା ହିଁ ଭଗବାନଙ୍କର ଇଚ୍ଛା, ଭଗବାନଙ୍କର ସୃଷ୍ଟି। କେବଳ ତାଙ୍କର ଶରଣାପନ୍ନ ହେଲେ, ତାଙ୍କୁ ଭଜନ କଲେ, ତାଙ୍କୁ ଧ୍ୟାନ କଲେ, ଆଉ ତାଙ୍କରି କଥା କହିଲେ, ତାଙ୍କରି ସେବା ପୂଜା କଲେ, ତାଙ୍କରି ସେବା କଲେ, ଆହା, ଜୀବନଟା ସରସ ସୁନ୍ଦର ହୁଏ। ଆଉ ଜୀବନଟା ଅଲଣା ଅଲଣା ଲାଗେ ନାହିଁ।
ଆଉ ଅଲଣା ଅଲଣା ଲାଗେ ନାହିଁ, ମନ ଅତୃପ୍ତ ଆଉ ରହେ ନାହିଁ, ମନ ତୃପ୍ତ ହେଇଯାଏ, ମନ ଶାନ୍ତ ହେଇଯାଏ, ସବୁବେଳେ ମନ ସନ୍ତୁଷ୍ଟ ରୁହେ। ଦେଖନ୍ତୁ କାହା ଭିତରେ ସନ୍ତୁଷ୍ଟ ଭାବ ନାହିଁ, ସମସ୍ତେ ଅସନ୍ତୁଷ୍ଟ, ଅପରିପୂର୍ଣ୍ଣ। ପ୍ରାକ୍ଟିକାଲ, ଆପଣ ଯେତେ ଟଙ୍କା ରୋଜଗାର କଲେ, ଆଗ ଟଙ୍କା ପାଖକୁ ଯିବା। କହିବେ ମୋ ଟଙ୍କା ରୋଜଗାର ସଫିସିଏଣ୍ଟ ହେଇଛି, ମୋର ଟଙ୍କା ରୋଜଗାରର କୌଣସି ଆବଶ୍ୟକତା ନାହିଁ, କେବେ କହିବେ? ଯେତେ ଜାଗା କିଣନ୍ତୁ ଇଣ୍ଡିଆ ସାରା, ଫରେନରେ ବା ଚନ୍ଦ୍ର ମଙ୍ଗଳରେ କିଣନ୍ତୁ, କେବେ କହିବେ ନାଇଁ ମୁଁ ଆଉ ଜାଗା, ଗଭର୍ଣ୍ଣମେଣ୍ଟ କୌଣସି ରେଷ୍ଟ୍ରିକ୍ସନ ରଖିବନି, ଆପଣ ତ ଖାଲି କିଣି ଚାଲିବେ, ସମୁଦ୍ର ମଝିରେ ବି କିଣିବେ। ସତ୍ୟ। ମନକୁ ନଅଣ୍ଟେ ବିତ, କାନକୁ ନଅଣ୍ଟେ ଗୀତ। ଯେତେ ଭଜନ ଶୁଣିବେ, କେବେ ମନ କାନ ପରିତୃପ୍ତ? ଯେତେ ଖାଇଲେ ଆପଣ ପରିତୃପ୍ତ? ସମୀକ୍ଷା କରି ଦେଖିଲେ, ଯେତେ ଦେଖିଲେ ମନ ପରିତୃପ୍ତ? ଦେଖନ୍ତୁ ପ୍ରତ୍ୟେକଟି ଯୋଉ 10ଟା ଇନ୍ଦ୍ରିୟ ଅଛି ଆମ ଶରୀର ଭିତରେ, 25ଟା ପ୍ରକୃତି ଅଛି, ଆକୁ ସବୁ ନିୟନ୍ତ୍ରଣ କରୁଛି, ପରିଚାଳିତ କରୁଛି ଆପଣଙ୍କର ମନ। ମନ କହିବାରୁ ଆପଣ ଆସିଲେ, ମାନେ ଗୋଡ଼ ଚାଲିଲା, ହାତ ବ୍ୟାଗ ଧଇଲା, ଫୁଲ ଫଳ ଧଇଲା, ଆଉ ବସିଲେ, ଆଖି ଦେଖିଲା, କାନ ଶୁଣିଲା, ସବୁ କିଛି ହେଲା। ସବୁକୁ 10ଟା ଯାକ ଇନ୍ଦ୍ରିୟକୁ, ଯୋଉ ଯୋଉ ଇନ୍ଦ୍ରିୟ ଏଇ କାମରେ ଲାଗିବ, ସେଇ ସମସ୍ତ ଇନ୍ଦ୍ରିୟକୁ ମନ କଣ କଲା ନା ପରିଚାଳିତ କଲା। କିନ୍ତୁ ପୁଣି ମନକୁ ଗୋଟେ କିଏ ପରିଚାଳିତ କରୁଥିବ ନା ଶ୍ୱାସ ପ୍ରଶ୍ୱାସ। କେମିତି? ଶାସ୍ତ୍ରରେ ଉଲ୍ଲେଖ ଅଛି, ଚଲେ ବାତ ଚଲେ ଚିତ୍ତମ। ବାତ ଚଳିଲେ ଅର୍ଥାତ ପବନ ଚଳିଲେ ଚିତ୍ତ ଚଳେ। ଦେଖନ୍ତୁ ଆପଣ ଶ୍ୱାସ ପ୍ରଶ୍ୱାସକୁ ନିୟନ୍ତ୍ରଣ କରିଦିଅନ୍ତୁ, ଆୟତ କରିଦିଅନ୍ତୁ, କିମ୍ବା ଶ୍ୱାସ ପ୍ରଶ୍ୱାସକୁ ଫୋର୍ସଲି ବନ୍ଦ କରିଦିଅନ୍ତୁ କିଛି ସମୟ, ବା ଶାନ୍ତ ଭାବରେ ବନ୍ଦ କରିଦିଅନ୍ତୁ। ଦେଖିବେ ଆପଣ ଭିତରେ କୌଣସି ଚିନ୍ତା ନାହିଁ, ନୋ ବ୍ରେଥ୍, ନୋ ଥଟ୍। ଯେତେବେଳେ ପୁଣି ଶ୍ୱାସ ଚାଲିବ, ଆପଣ ଭିତରେ ଅନେକ ଚିନ୍ତା ଆସିବ। ସମୁଦ୍ରରେ ଦେଖନ୍ତୁ କେତେ ଢେଉ ଆସୁଛି, ଯଦି ପବନ ପ୍ରବାହ ନହବ, ଦେଖିବେ ସମୁଦ୍ର ଢେଉ କେତେବେଳେ ଆସିବ ନାହିଁ। ତେଣୁ ଏ ଶରୀର ଭିତରେ ପବନ ପ୍ରବାହିତ ହେଉଥିବାରୁ ଆମର ଚିନ୍ତା ପରେ ଚିନ୍ତା, ଚିନ୍ତା ପରେ ଚିନ୍ତା, ଚିନ୍ତା ପରେ ଚିନ୍ତା, ଗୋଟେ ମିନିଟରେ ହଜାର ହଜାର ଚିନ୍ତା, ଗୋଟେ ଘଣ୍ଟାକରେ 60,000 ଚିନ୍ତା ଆମର ଆସୁଛି, ଗୋଟିଏ ଘଣ୍ଟାକରେ। ତେଣୁ ଦେଖନ୍ତୁ ଆମେ କେତେବେଳେ ଗୋଟେ ଥଟଲେସ୍ ଷ୍ଟେଜକୁ ଯାଇପାରୁନି। ତେଣୁ କଥା ରହିଛି କ'ଣ ନା ଆମେ ସବୁ ଶିଖିଛେ, ଯେତିକି ଆବଶ୍ୟକ ଶିଖିଛେ, ଯାହା ଶିଖିଛେ ତା ମୂଳରେ ହେଉଛି କ'ଣ ପାଇଁ ନା ଆନନ୍ଦ ପାଇଁ, ବା ଶାନ୍ତି ପାଇଁ, ବା ସୁଖ ପାଇଁ। କିନ୍ତୁ ଦେଖାଗଲା ନିଜ ଜୀବନରେ ଏବଂ ଯାହାକୁ ଆପଣ ଦେଖିଲେ, କେହି ସୁଖରେ ନାହାନ୍ତି, ଶାନ୍ତିରେ ନାହାନ୍ତି, ଆନନ୍ଦରେ ନାହାନ୍ତି। ସବୁ ତ ପାଇଲେ, ସୁଖ ଶାନ୍ତି ଆନନ୍ଦ ଗଲା କୁଆଡ଼େ? ତ ଲୋକ ଖୋଜିଲା କୋଉଠି ସେ ଶାନ୍ତି ଅଛି, କୋଉଠି ସେ ଆନନ୍ଦ ଅଛି। ଦେଖିଲା ଏ ସମାଜରେ ଯେ ସବୁ ଛାଡ଼ି ଛୁଡ଼ି ଦେଇ ଗୋଟେ କୌପୁନି ପିନ୍ଧି ବସିଛନ୍ତି, ଯାହାର ଜାଗା ନାହିଁ, ଘର ନାହିଁ, ବାଡ଼ି ନାହିଁ, ବନ୍ଧୁ ନାହାନ୍ତି, ବାନ୍ଧବ ନାହାନ୍ତି, ସାଙ୍ଗସାଥି ସମାଜ ନାହାନ୍ତି, ସେ ବହୁତ ପ୍ରସନ୍ନ, ବହୁତ ଆନନ୍ଦ। ଲକ୍ଷ୍ୟ କଲା ମଣିଷ ସବୁବେଳେ ଅନୁସନ୍ଧାନ କରେ, ସର୍ଚ୍ଚ ମାଇଣ୍ଡ। ଯେଉଁମାନଙ୍କର ଅନୁସନ୍ଧାନ ମନ, ସର୍ଚ୍ଚ କରନ୍ତି, ସେମାନେ ବହୁତ ଉର୍ଦ୍ଧ୍ୱ ସ୍ତରକୁ ଯାଇପାରନ୍ତି। ଦେଖିଲା କେତେ ସେ ଆନନ୍ଦ ଏବଂ ପ୍ରସନ୍ନରେ ଅଛନ୍ତି। ଟଙ୍କାଟେ ନାହିଁ, ସେ ଚିନ୍ତା କିନ୍ତୁ କରିନେଇ ବସିଛି, ଖାଇ ନାହିଁ, କିଛି ଯୋଗାଡ଼ ଆୟୋଜନ କରିନି, ଆଜି କ'ଣ ଖାଇବି, ପିନ୍ଧି ନାହିଁ, କିଛି ବି ତାର ଚିନ୍ତା ନାହିଁ, ଘର ନାହିଁ, ତାର ବି ଚିନ୍ତା ନାହିଁ,
पुओ झील ना तार भी चिंता नहीं किछि तो चिंता नहीं से गोटे चिंता करुच्ची परमात्मा परम ब्रह्म को बा भगवान को भजन करुच्ची बहुत प्रसन्न बहुत आनंद रे से अछि तापरे से भाविला आंको ठारू से कौशलटा शिखिबे केमिति को उपाय रे सबु न थाई कि लोक शांति पाइब आनंद पाइब एवं परिपूर्णता अनुभव करिब किछि न थाई से एमतिया कौशल अछि से कौशल केवल एई जगतर जे यात्री हेचंती तांकरी पाखरे ए कौशलटा रहिछि तेणु से कौन कला ना तांको पाखरे शरणापन्न होला तुमे जो कौशलटा शिखिच से कौशलटा मते शिखई दियो जहाँ पाखरे शरणापन्न होला जहाँ पाखरे शिखिया पाई निजको समर्पण कला सी तार हैला गुरु बा तत्व गुरु तेणु जे पर्यंत आपण जीवन रे आपण तत्व गुरु ठारू दीक्षा ग्रहण न करिचंती से पर्यंत आपण जीवनटा सरस सुंदर आनंद प्रेममय हो पारिबो नाही देखंतु एबे जने विशिष्ट व्यक्ति जहाँ को दरमा 5 लाख टंका मासकू थिला तांका नाटी मते जଣା नहीं जने व्यक्ति हमको कहते से चाकरी छाड़ी दे स्वामी स्त्री जैन धर्म रे दीक्षित हो गले जे हाथ रे खाइबे एथिर केते आनंद अछि ना पात्र रे से माने खाउना दी को कोन उल्लग्न रहिबे सेतरे गोटे कोन आनंद अछि राति रे खाइबे नहीं कोनटा आनंद अछि कोन से इलेक्ट्रिक यूज करिबे नहीं गोटे आनंद अछि सी जे 5 लाख टंका रोजगार करुथिला तार सोशल स्टेटस केमिति हेइथबो केमते रूम रे से रहउथबो विदाउट एसी विदाउट चाकर विदाउट सब सेवाकारी चाकर कहया सेवाकारी को छाड़ी से चली गला काहे कि ताहार्थ ये 5 लाख टंका तार विभव ऐश्वर्य ताको ही शांति बा सुख बा आनंद बा संतुष्ट करि पारला नहीं असंतुष्ट होला बोली छाड़िला ना संतुष्ट जे जो जगह रहे से कौन के छाड़ी के जाए आमे को ना एठी मन भल लगुना एठी शांति लगुना एठी अशांति लगुच छाड़ी चली जीवा अशांति लगुच परिवेश आम रहिबा ना जदि ताकू 5 लाख टंका भल लगी थांदा गाड़ी भल लगी थांदा एसी रूम भल लगी थांदा से कौन छाड़ी की जाई था गोटी नुहे एमती हजार हजार लक्ष लक्ष एग्जाम्पल अच्छी कारण आपण ए जगतर यात्री हेले सेमानकर हिसाब आपण पाखरे पहुंची जीवो जी जो जगतर यात्री ता हिसाब ता पाखरे पहुंचे जी कोटिपति से केते जन कोटिपति अच्छी कहीदब जे मर्डर लोक घातक लोक केते जन घातक अच्छी से कहीदब जने साधु केते जन भल साधु अच्छी से कहीदब तेणु से कौन कला बाट को आपण बाहरी आसिले ये जगत को चली आसिले आपण देखिए बिना बिना ये किछि न थाई गोटे जीवनटा केमती सरस सुंदर आनंद प्रेममय हो पार किछि न थाई कि कारण थाई कि जेतबेले हेई नहीं ताहले तू जना पड़ुछि नथेले ताहले हबो लॉजिकली आपण प्रूफ करिवे जदि मोर सब थाई कि मु पाइली नहीं ताले न थाई कि मध्य मु पाई परिबी तेणु न थाई कि केमती पाई हबो जदि खाई कि मु संतुष्ट हली ना खाई कि संतुष्ट हली नहीं ताले न खाई कि केमती संतुष्ट हेबी पाई कि जदि संतुष्ट हेली नहीं
ତାହେଲେ ନ ପାଇକି କେମିତି ସନ୍ତୁଷ୍ଟ ହେବି? କେମିତି ହେବି? ଏତେ ଐଶ୍ୱର୍ଯ୍ୟ ଥାଇ ଯଦି ମୁଁ ସନ୍ତୁଷ୍ଟ ହେଲି ନାହିଁ, ବିନା ଐଶ୍ୱର୍ଯ୍ୟରେ ମୁଁ କେମିତି ସନ୍ତୁଷ୍ଟ ହେବି? ତାର ସୂତ୍ର ତତ୍ତ୍ୱ ଗୁରୁ ହିଁ ଜାଣନ୍ତି। ଅନେକକୁ ପାଇଲା ପରେ କିନ୍ତୁ ଶାନ୍ତି ଆନନ୍ଦ ସୁଖ ନାହିଁ। କିନ୍ତୁ ଏଭଳି ଫର୍ମୁଲା ଅଛି, ଜଣକୁ ପାଇଲେ, ଜଣକୁ ଜାଣିଲେ, ଜଣକୁ ଦର୍ଶନ କଲେ, ଜଣକୁ ଉପଲବ୍ଧି କଲେ ଆପଣ ସବୁ କିଛି ପାଇବେ। ଏ କଥାରେ ବିଶ୍ୱାସ? ଏଟା ଶାସ୍ତ୍ରରେ ଲେଖା ଅଛି, ଭଗବତ ଗୀତାରେ ଲେଖା ଅଛି, 6ଠ ଅଧ୍ୟାୟ 22 ଶ୍ଲୋକ, ଜଙ୍ଗ ଲବ୍ଧା ଚାପଲ୍ଲାଭଂ ମନତେ ନାଧିକଂ ତତ୍ର ଯସ୍ମିନ୍ ସ୍ଥିତ ନ ଦୁଃଖେନ ଗୁରୁଣାପି ବିଚାଲତେ। ଯାହାକୁ ପାଇଲେ ଆଉ କିଛି ପାଇବାକୁ ଇଚ୍ଛା ହୁଏ ନାହିଁ, ଯାହାକୁ ଦେଖିଲେ ଆଉ କିଛି ଦେଖିବାକୁ ଇଚ୍ଛା ହୁଏ ନାହିଁ, ଯାହାଙ୍କ କଥା ଶୁଣିଲେ ଆଉ କୌଣସି କଥା ଏ କାନ ଶ୍ରବଣ କରିବାକୁ ଇଚ୍ଛା ହୁଏ ନାହିଁ, ଯାହାଙ୍କ ପାଖକୁ ଗଲେ ଆଉ କୋଉଠି ଯିବାକୁ ଇଚ୍ଛା ହୁଏ ନାହିଁ, ଆଉ କାହାକୁ ଦେଖି ଆନଠାରେ ମୋର ନାହିଁ ଆଉ ଭରସା, ଆନଠାରେ ପ୍ରଭୁ ନାହିଁ ମୋ ଭରସା। କଥା କହିଲେ କଥା କହିହବ। ତେଣୁ ଏଇ ଜୀବନଟାକୁ ଯଦି ପ୍ରେମମୟ କରିବାକୁ ଚାହୁଁଛ, ଏ ବିଶ୍ୱ ରଙ୍ଗମଞ୍ଚକୁ ଆସିଛ, ଏଇ ବିଶ୍ୱ ରଙ୍ଗମଞ୍ଚରେ ତୁମେ ଅଭିନୟ କରୁଛ, ତୁମେ ଜଣେ ଜଣେ ଅଭିନେତା ଅଭିନେତ୍ରୀ, କିନ୍ତୁ ଏ ଅଭିନେତା ଯୋଉ ଅଭିନେତା ଯୋଉ ପୋଷ୍ଟ, କାହାକୁ ହିରୋ ମିଳିଛି, କାହାକୁ ବିଭିନ୍ନ ପୋଷ୍ଟ ସବୁ ଅଛି, କିଏ ଚାକର ହେଇଛି, କିଏ ମନ୍ତ୍ରୀ ହେଇଛି, କିଏ କୋଟୱାଳ ହେଇଛି, କିଏ ରାଜା ହେଇଛି, ଯେମିତି ସବୁ ଅଛି। ଆମେ ତ ଜାଣିନୁ, ନାଟକରେ ସବୁ ଅଛି, ରୋଲ କରୁଛନ୍ତି। ଗୋଟିଏ ରୋଲରେ ଗୋଟେ ନାଟକ হয় କି ଖାଲି ହିରୋ ହିରୋଇନରେ হয় କି? ସମସ୍ତେ ଥାଆନ୍ତି ନା, ଦାସ ଦାସୀ କେତେ କ'ଣ ଥାଆନ୍ତି। କିନ୍ତୁ ଥରେ ଭାବିଛ, ମୁଁ ଯୋଉ ବିଶ୍ୱ ରଙ୍ଗମଞ୍ଚକୁ ଅଭିନୟ କରିବାକୁ ମୁଁ ଆସିଛି, ଏ ଅଭିନୟଟା ମୋର ସବୁଦିନେ ରହିଯିବ ନା ରହିବ ନାହିଁ? ରହିନାହିଁ, କେହି ରହିବେ ନାହିଁ। ଭବରଙ୍ଗ ଭୂମି ତଳେ ସର୍ବେ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ। ଦେଖନ୍ତୁ, ଆମେ ସମସ୍ତେ ଏକତ୍ର ହେଇଛେ ବା ଏକତ୍ରୀକରଣ ହେଇଛେ। ଏମିତି ଗୋଟେ ସମୟ ଆସିବ ବା କାଳ ଆସିବ, ପରସ୍ପର ପରସ୍ପରଠାରୁ ଦିନେ ନା ଦିନେ ସମସ୍ତଙ୍କୁ ଅଲଗା କରିଦେବ। ସମସ୍ତଙ୍କୁ କାଳ ଦିନେ ଦିନେ ଅଲଗା କରିଦେବ। ସତ୍ୟ ନା ମିଥ୍ୟା? କିନ୍ତୁ ଏଟା ସତ୍ୟ, କିନ୍ତୁ ବିଶ୍ୱାସ ନା। କାଳ କାହାକୁ ସବୁଦିନ ପାଇଁ ଏକାଠି ରଖିଦେବ ନାହିଁ, କେବେ ଏକାଠି ରଖିଦେବ ନାହିଁ। ଏ କଥା କ'ଣ ବିଶ୍ୱାସ ହଉଛି? ପୁଣି ଏକାଠି ରଖିଦେବ କାହାକୁ? ଭକ୍ତ ଭଗବାନ। ବୁଝିପାରୁଛନ୍ତି? ଏକାଠି ରଖିଦେବ। ଯୁଗେ ଯୁଗେ ଭକ୍ତ ଭଗବାନଙ୍କର ଲୀଳା ଖେଳା ଚାଲିଥାଏ, ତାଙ୍କୁ ହିଁ ଏକାଠି ରଖେ। ତାଙ୍କୁ କାଳ ଯାଇପାରେ ନାହିଁ, କାରଣ ସେମାନେ କାଳାତୀତ, ସେମାନେ କାଳାତୀତ। ଏଥିପାଇଁ ତତ୍ତ୍ୱ ଗୁରୁଙ୍କର ଆବଶ୍ୟକତା ରହିଛି। ଏଇ ଜୀବନଟାକୁ ଆମେ କିଭଳି ଭାବରେ ସରସ ସୁନ୍ଦର ଆନନ୍ଦ ପ୍ରେମମୟ କରିବା? এই বিশ্ব ରଙ୍ଗମଞ୍ଚରେ ଆମେ ଯୋଉ ଆସିଛେ, ଯୋଉ ଅଭିନୟ ଯାହାକୁ ମିଳିଛି, କୋଉଥିରେ ଅଶାନ୍ତି ହୁଅ ନାହିଁ। ପ୍ରତ୍ୟେକ କର୍ମ ହିଁ ଭଗବତ କର୍ମ। ପ୍ରତ୍ୟେକ କର୍ମକୁ କେମିତି ମୁଁ ଆନନ୍ଦ ପ୍ରେମରେ କରିବି, ଏଇ ଅଭିନେତା ଜଣେ ହେବି। ଏ ଅଭିନେତାଟା ମାନେ ମୋର ଜୀବନଟା କମ୍ପ୍ଲିଟଲି ସୁଖ ଦରକାର ନାହିଁ, ଶାନ୍ତି ଦରକାର ନାହିଁ, ଆନନ୍ଦ ଦରକାର ନାହିଁ। এই ଜୀବନଟା କେମିତି ପ୍ରେମମୟ ହେଇଯାଉ, ପ୍ରେମମୟ ହେଇଯାଉ। ମୁଁ ଭଲ ପ୍ରେମମୟ ଅଭିନେତାଟେ ହେଇ ମୁଁ ଏ ସଂସାରରୁ ବିଦାୟ ନିଶ୍ଚିନ୍ତ ନେବି। କାଳ ମତେ ଖାଇବ, କାହିଁକି ନା ମୁଁ କାଳାତୀତ ହେଇନି। ବାବାଜୀ ମହାରାଜକୁ
କାଳ ଗ୍ରାସ କରିପାରୁନାହିଁ, କାରଣ ସେ କାଳାତୀତ ହେଇଯାଇଛନ୍ତି। କେମିତି? ଗୋଟେ ଛୋଟିଆ କଥା, ଆମେ ଯେଉଁ ଶରୀରଟା ଦେଖୁଛେ, ଯେଉଁ ରୂପଟା ଦେଖୁଛେ, ଏଇଟା କୁହନ୍ତି ସ୍ଥୂଳ ଶରୀର, ଗ୍ରସ୍ ବଡି ବା ସ୍ଥୂଳ ଶରୀର। ତା ଭିତରେ ବିଜ୍ଞାନ କହୁଛି ଆଉ ଗୋଟେ ଶରୀର ଅଛି, ସେଟା ସୂକ୍ଷ୍ମ ଶରୀର। ଗ୍ରସ୍ ବଡି, ଆଷ୍ଟ୍ରାଲ ବଡି, ସେଟା ସୂକ୍ଷ୍ମ ଶରୀର। ତା ଭିତରେ ଆଉ ଗୋଟେ ଶରୀର ଅଛି, କଜାଲ ବଡି ବା କାରଣ ଶରୀର। ଆମେ ପର୍ଯ୍ୟନ୍ତ ଏ ସ୍ଥୂଳ ଶରୀର ବିଷୟରେ ଜ୍ଞାନ ଲାଭ କରିପାରିନେ। ଆମର ମନଟା ସବୁବେଳେ ସ୍ଥୂଳ ଶରୀରରେ। କେଇଟା ଟାଇମ ହେଲା ଖାଇବି, କେଇଟା ଟାଇମ ହେଲା ଶୋଇବି, କଣ କଣ ଆଇଟମ ଖାଇବି, ଗରମ ହେଲା ଏଇଟା ଲଗେଇବି। ଆପଣ ଦେଖନ୍ତୁ, ଶଯ୍ୟା ତ୍ୟାଗରୁ ଆପଣ ଶୋଇବା ପର୍ଯ୍ୟନ୍ତ, ଅଚେତନ ଅବସ୍ଥାକୁ ଯିବା ପର୍ଯ୍ୟନ୍ତ, ଅଚେତନ ଅବସ୍ଥାକୁ ଯିବା ପର୍ଯ୍ୟନ୍ତ ଆପଣ ଖାଲି ଖାଇବା ପିଇବା ଶୋଇବା, ଖାଲି ଜବରଦସ୍ତି ଟଙ୍କା ପଳାଇବା ପାଇଁ ଖାଲି ଗୋଟେ କର୍ମ। ଏଇଥିରେ ଜୀବନଟା ପ୍ରେମମୟ ହବ। ଯୋଉ ଅଭିନେତା ତମେ ହେଇଛ, ପ୍ରେମମୟ ହବ। ଏଇ କୌଶଳ ଶିଖେଇ ଦେବେ ତତ୍ତ୍ୱ ଗୁରୁ। ଦୀକ୍ଷା ଗ୍ରହଣ କରିବାଟା ବଡ଼ କଥା ନୁହେଁ। ବଡ଼ କଥା ହଉଛି କଣ ନା, ଗୁରୁଙ୍କ ପାଖରେ ନିଜକୁ ସମର୍ପଣ, ପୂର୍ଣ୍ଣ ସମର୍ପଣ କରିଦେବାଟା ହିଁ ବଡ଼ କଥା। ଯାହା ଭିତରେ ପୂର୍ଣ୍ଣ ସମର୍ପଣ ନାହିଁ ବା ସମର୍ପଣ ତାପରେ ପୂର୍ଣ୍ଣ ସମର୍ପଣ, ସେ ଜୀବନଟାକୁ କେତେବେଳେ ପ୍ରେମମୟ କରିପାରିବନି। ଭଲ ପ୍ରେମମୟ ଅଭିନେତା ଅଭିନେତ୍ରୀ ହେଇ ଏ ଦୁନିଆରୁ ଯାଇବ। ଅସନ୍ତୁଷ୍ଟ, ଅପରିପୂର୍ଣ୍ଣ, ଅଶାନ୍ତ, ଦୁଃଖ, ଯନ୍ତ୍ରଣା, କଷ୍ଟରେ ମରିବ, କଷ୍ଟରେ ବଞ୍ଚିବ, ଏମିତିଆ କଷ୍ଟରେ ବଞ୍ଚିବ, ଏମିତିଆ କଷ୍ଟରେ ସେ ମରିବ। ଆପଣ ସମୀକ୍ଷା କରି ଦେଖନ୍ତୁ ନିଜ ଜୀବନଟାକୁ, ନିଜର ପରିବାରଟାକୁ, ତାପରେ ଜ୍ଞାତି କୁଟୁମ୍ବ ଆତ୍ମୀୟ ସ୍ୱଜନକୁ, ତାପରେ ଆପଣ ଗାଁକୁ, ତାପରେ ଧୀରେ 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 ଆଉ ଗୋଟେ ଗାଁକୁ, ଆଉ ଗୋଟେ ଗାଁକୁ ନେଇକି ଯାଆନ୍ତୁ। କେତେ ବଡ଼ ଦୁର୍ଲଭ ଜନ୍ମ କଲୁ। ତୁ ଅଗାଡ଼ିରେ ଧାନ କଲୁ ନାହିଁ, କଣ୍ଠା କଲୁ ନାହିଁ, ତୁ ଅଗାଡ଼ି କରିଦେଲୁ। ସେ ବଢ଼ିଆ ସୁନ୍ଦର ଭଜନ ଅଛି। ଏଇ ସତ୍ସଙ୍ଗରେ ଭଜନ ବୋଲା ବାସ୍ ଆହୁରି ପ୍ରେମ ହବ, କିନ୍ତୁ ଭାବ ଆସିବ ନାହିଁ। ତେଣୁ ମାନବ ଜନ୍ମଟା କେତେ ବଡ଼ ଦୁର୍ଲଭ ଜନ୍ମ। ଅନେକ ଜନ୍ମ ତପ ଫଳେ, ମାନବ ଜନ୍ମ ମହି ତଳେ। ଅନେକ ଜନ୍ମ ତପସ୍ୟା କରି ସାରିଲା ପରେ ଗୋଟେ ଜୀବ ମାନବ ଜନ୍ମ ପାଉଛି। ଏତେ ବଡ଼ ଜନ୍ମଟା ପାଇଲେ ଆମେ ଏ ସ୍ଥୂଳ ଶରୀର ବିଷୟରେ ଭଲ କି ଜାଣିନେ। ଆମେ ଭାବିଲେ ଖାଇବା ପିଇବା, ପାଠ ପଢ଼ିବା କି ବେପାର କରିବା, ଟଙ୍କା ରୋଜଗାର କରିବା, ବାସ୍ ଉପଭୋଗ କରିବା, ଦିନ କାଟିବା, ମରିବା କଥା କାହାର ଚିନ୍ତା ନାହିଁ। ସେଟା ସତ୍ୟ। ଜାତ ସଇଁ ଧ୍ରୁବ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତ୍ୟୁଶ୍ଚ। ମୃତ୍ୟୁଟା ସତ୍ୟ। ପ୍ରତ୍ୟେକଟି ମୁହୂର୍ତ୍ତରେ ମୋ ଜୀବନ ସରି ସରି ଆସୁଛି। ପୁଣି ଗୋଟିଏ ଅବସ୍ଥାରେ ଜୀବନ ସରିବ ନାହିଁ। ବାଲ୍ୟ ହବ, ଯୌବନ ହବ, ବାର୍ଦ୍ଧକ୍ୟ ହବ, ଜନ୍ମ ହବ, ମୃତ୍ୟୁ ତ ନିଶ୍ଚିନ୍ତ ହବ, ଜରା ବି ହବ, ବାର୍ଦ୍ଧକ୍ୟ ବ୍ୟାଧି ବି ହବ। ସମସ୍ତେ ରୋଗଗ୍ରସ୍ତ ବର୍ତ୍ତମାନ ଦୁନିଆରେ, ସମସ୍ତେ। ତେଣୁ ଆମେ ସତରେ ମାନେ ଆନନ୍ଦରେ ଆଉ ପ୍ରେମରେ ବଞ୍ଚିବାଟାକୁ ଆମେ ଶିଖିନେ। ଆମେ ଆଖି ବୁଜିକି କ୍ଷୀର ପିଉଛେ, ଆଖି ବୁଜିକି ବାଡ଼ି ବୁଲଉଛେ। ଆଖି ବୁଜି ଯଦି ବାଡ଼ି ବୁଲା ହବ, କଣ ବାଜିବ? କାହାର ଜଣ ଜଣକ ବାଜି ଯାଇପାରେ, ଛାରେ ବାଜିଗଲା, ସେ ଭଲ, କିନ୍ତୁ ଦେଖିବେ ସେ ବାଡ଼ି ବଜା ଠିକ ନୁହେଁ। ଆରେ ସଂସାର ଭିତରେ ରହି ରହି କିଏ ଗୋଟେ ଟିକେ ସୁଖ ଶାନ୍ତି ପାଉଛନ୍ତି, ସେମାନଙ୍କୁ କଣ କୁହାଯାଏ ନା ପ୍ରକୃତ ସୁଖ ନୁହଁ, ପ୍ରକୃତ ଶାନ୍ତି ନୁହଁ। ଯେମିତି ଖୁସୁରୀ ବିଷ୍ଠା ଖାଏ, ଖାଇକି କେତେ ଆନନ୍ଦ ପାଏ, ସେ କଣ ଜାଣେ ମୁଁ ବିଷ୍ଠା ଖାଉଛି? କେବେ ବିଷ୍ଠା ଖାଉଛି? କୁକୁର ହାଡ଼ର କଟିକି ବି ଆନନ୍ଦ ପାଏ। ଓଟ ମରୁଭୂମିରେ କଣ୍ଟା ଘାସ ଖାଇକି ବି ଆନନ୍ଦ ପାଏ।
ରକ୍ତ ବାହାରେ ତା ମୁହଁରୁ ପୋଡ଼ି ହେଇଯାଇକି ନା, ସେଇଭଳି ମନୁଷ୍ୟ ସଂସାର ଭିତରେ ରହି କେତେ ଗୁଡ଼ିଏ ଜିନିଷକୁ ଦେଖି କିଛି ମୁହୂର୍ତ୍ତ କିଛି ସମୟ ପାଇଁ ଗୋଟେ ସୁଖ ଟିକେ ପାଇଥାଏ, ନହେଲେ ସେ ସଂସାର କରନ୍ତା ନାହିଁ। ତାପରେ ଯୋଉ ଯନ୍ତ୍ରଣା ଆଉ କହି ହୁଏ ନାହିଁ। କାରଣ ଠାକୁର ରାମକୃଷ୍ଣ ପରମହଂସ କଥାମୃତ ସମସ୍ତେ 5 ଖଣ୍ଡ ପଢ଼, ଦେଖିବ କେତେ କଥା ଠାକୁର ଅନୁଭବର କଥା କହିଛନ୍ତି। କହିଲେ ଏ ଦୁନିଆରେ ଯେତେ ଅଠା ଅଛି, ଯେତେ ଅଠା ଅଠା ବୋଲେ ଜଏଣ୍ଟ ଯିଏ କରେ, ସବୁ ଅଠା ଛାଡ଼ିବା ପାଇଁ ଟେକ୍ନିକ୍ ଅଛି, ସବୁ ଅଠା ଛାଡ଼ିବା ପାଇଁ ଟେକ୍ନିକ୍ ଅଛି, କିନ୍ତୁ ଗୋଟିଏ ଅଠା ଛାଡ଼ିବା ପାଇଁ ଟେକ୍ନିକ୍ ଆଉ ନାହିଁ। ସେ ଅଠା ହେଉଛି ସଂସାର ଅଠା। ବୁଝିପାରୁଛନ୍ତି? ଦେଖନ୍ତୁ ଆପଣଙ୍କୁ ସମସ୍ତଙ୍କୁ ସଂସାର ଅଠା ଲାଗିଛି, ଯେତେ ଜଣ ବସିଛ, ଅଠାକୁ ଛଡ଼େଇ ଦବ କିଏ? ହାତ ଟେକିଲ କିଏ ଛଡ଼େଇ ଦବ? କଣ ସେଇ ବିଗ୍ରହ ଦେବେ, ସେଇ ଆଶ୍ରମ ଗଢ଼ିବେ, ସେଇ ସଂସାର ଅଟାକୁ ଛଡ଼େଇ ଦେବେ? ଆଉ କେହି ସୁଧା ମାପି ପାରିବେ ନାହିଁ। ଆରେ ପଜିଟିଭ ଥିଙ୍କିଂରେ ରୁହ, ପଜିଟିଭ ଚିନ୍ତାରେ ରୁହ। ହଁ, ଆମେ ଆପଣ କୃପା କଲେ ଆମେ ଏ ଅଠା ଛାଡ଼ିଯିବ, ଗୁରୁ କୃପା ହେଲେ ଏ ଅଠା ଛାଡ଼ିଯିବ। ବାସ୍ 2 ଆଉ କିଏ ଅଠା ଛଡ଼େଇ ପାରିବ? ଆରେ ବା, ଧୀରେ ଧୀରେ ହଉ। ତା ଅର୍ଥ ଟିକେ ଟିକେ ଶୁଭିଲା, 3 ଥର 4 ଥର 5 ଥର ଫାଷ୍ଟ ଶୁଭି ନଥିଲା। କଣ କହୁଛନ୍ତି? ଶ୍ରୀମା ଅଠା ଛଡ଼େଇ ପାରିବେ ହାତ ଟେକିଲେ? ହଁ, ତେଣୁ ଧୀରେ ଧୀରେ ଚାହିଁଲେ ଏ ମାନବ ପକ୍ଷରେ ଏକମାତ୍ର ସମ୍ଭବପର ସେ ଅଠା ଛଡ଼େଇ ଦବ। କେବଳ ଜଣଙ୍କର ଶରଣାପନ୍ନ ହେଲେ, ସେଇ ଭଗବାନଙ୍କର ଶରଣାପନ୍ନ ହେଲେ ଏ ଅଠା ଛାଡ଼ିବ। କୋଉଠି କହିଛନ୍ତି ଭଗବାନ ଏ କଥା? ନା ଭଗବତ ଗୀତାର 7ମ ଅଧ୍ୟାୟର ଦେଖନ୍ତୁ 3 ନମ୍ବର ଶ୍ଲୋକ। କଣ କହିଛନ୍ତି? ନା ଦୈବୀ ହେସା ଗୁଣମୟୀ ମମ ମାୟା ଦୂରତ୍ୱୟା ମାମେବ ଚେ ପ୍ରପଦନ୍ତେ ମୟା ମେତାଂ ତରନ୍ତି ତେ। ମୋର କୃପା ନହେଲେ, ମୋର ମାୟାକୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ମଧ୍ୟ ଅତିକ୍ରମ କରି ପାରିନାହାନ୍ତି। ତୁ କଣ ଅତିକ୍ରମ କରିବୁ? ଜମା ପାରିବୁନି ମୋର କୃପା ନହେଲେ। ତେଣୁ ତାର କୃପା କେତେବେଳେ ହୁଏ? କଣ ବସିଲେ ଶୋଇଲେ ଉଠିଲେ କୃପା ହୁଏ? କୃପାର୍ଥ କର ପାଅ। ଗୁରୁଦେବ ସବୁବେଳେ କହୁଥିଲେ କର ପାଅ। ତେଣୁ ଆପଣ ତାହାର ଶରଣାପନ୍ନ ହେଇ ଗୁରୁ ତତ୍ଵ ଗୁରୁ ଯୋଉ ମାର୍ଗ ଦେବେ, ଯୋଉ ଉପଦେଶ ଦେବେ, ସେଥିରେ ସନ୍ଦେହ ଆଉ ସଂଶୟ ନଥିବ। ସାଧନାର ଘୋର ବିଘ୍ନ ହେଉଛି ସନ୍ଦେହ ଆଉ ସଂଶୟ। ଡାଉଟ ଡାଉଟ ଡାଉଟ, ସନ୍ଦେହ। ସଂଶୟଟା କଣ ଇଂଲିଶ ହବ? ସେ ଗୋଟେ ଡାଉଟ, କନଫ୍ୟୁଜ ଡାଉଟ। ସି ଭିତରେ ଜୀବନଟା ସତରେ କଣ ବାବା କହିଲେ, କ୍ରିୟା କଲେ ସତରେ କଣ ପରାବସ୍ଥା ହବ? କ୍ରିୟା କଲେ ପରାବସ୍ଥା ହୁଏ। କ୍ରିୟାର ପରଟା ହିଁ ପରାବସ୍ଥା। କ୍ରିୟାର ପରଟା ବୋଇଲେ ଯେତେବେଳେ କ୍ରିୟା ଆଉ କରି ହୁଏନି, ଅକ୍ରିୟ ଅବସ୍ଥା ଆସେ, ସେଟା ହଉଛି ପରାବସ୍ଥା। ପରାବସ୍ଥା ଅର୍ଥ କଣ? এটা ପରାବସ୍ଥାର ଆକ୍ଷରିକ ଅର୍ଥ ହଉଛି ଶୂନ୍ୟ ଅବସ୍ଥା। ତେଣୁ ଯୋଗାନନ୍ଦ କହିଲେ ପ୍ରାକ୍ଟିସ କ୍ରିୟା ରିମେନ୍ ପରାବସ୍ଥା, there is nothing greater than this। କ୍ରିୟାର ରେଜଲ୍ଟ ହଉଛି କଣ? ପରାବସ୍ଥା। ଆମେ ଆଗ ଚାହୁଁଛେ କଣ? ନା ପରାବସ୍ଥା। ଆମେ କିନ୍ତୁ କ୍ରିୟା କରିବା ପାଇଁ ପ୍ରସ୍ତୁତ ହଉନେ। ଆମେ କ୍ରିୟା ଅର୍ଥ କର୍ମ କରିବା, ଆମେ କର୍ମ କରିବା ପାଇଁ କେହି ପ୍ରସ୍ତୁତ ହଉନେ। ଆମେ କଣ କହୁଛେ? ନା କେମିତି କମ କ୍ରିୟାରେ ଆମର ଫଳଟା ଫଳିବ। ଆଜି ପିଜୁଳି ଗଛ ଲଗେଇବା, ନଡ଼ିଆ ଗଛ ଲଗେଇବା, କାଲି ଫଳିବ, ନହେଲେ ପରଦିନ ଫଳିବ, ନହେଲେ ଗଛକୁ ହାଣିଦବା। ସମସ୍ତଙ୍କର ମାନସିକତା ବର୍ତ୍ତମାନ ୟାରେ ପହଞ୍ଚିଛି।
ମା ଗର୍ଭରେ ଦିନ ଆସିବ ଲୋକ କହିବେ ନାହିଁ ଆଉ ଡିମ୍ବାଣୁ କୀଟାଣୁ ମିଳିତ ହୋଇ 10 ମାସ 10 ଦିନ ରହିବା ଦରକାର ନାହିଁ। କ'ଣ କର ଇଏ ଡିମ୍ବାଣୁ କୀଟାଣୁ ବା ଏକ୍ସ କ୍ରୋମୋଜୋମ ୱାଇ କ୍ରୋମୋଜୋମ ମିଶି ଗୋଟାଏ ଦିନରେ ଛୁଆ ହବ। ଦିନ ଆସିବ ଲୋକ କହିବେ ଏ କଥା ଅନୁଭବ ହଉଛି କହୁଛି ଛୁଆ ସାଥି ସାଥି ଜନ୍ମ ହେଇ ଯେମିତି ହାତୀ ଛୁଆ ମାଙ୍କଡ଼ ଛୁଆ ଗାଈ ଛୁଆ ଇଏ ଯେମିତି ମାନେ ଉଠି ପଡ଼ିକି କ୍ଷୀର ଖାଉଛନ୍ତି ଇଏ ଛୁଆ ଗୁଡ଼ାକ ମଣିଷ ଛୁଆ ସବୁ ସେମିତି ହୁଅନ୍ତି କି ଆଉ ବାପା ମା କେହି ପାଳନ ଲାଳନ ପାଳନ ଆଉ କରନ୍ତେ ନାହିଁ। ତେଣୁ ଦେଖନ୍ତୁ କଥା ରହିଛି ଜୀବନରେ ଯଦି ଯିଏ ଗୁରୁ ଗ୍ରହଣ ନ କରିଛି ତା ଜୀବନଟା ଅସନ୍ତୁଷ୍ଟ କ'ଣ ଅତୃପ୍ତ ଅପରିପୂର୍ଣ୍ଣ ଅବସ୍ଥାରେ ରହିଯିବ। ଗୋଟେ ସୁନ୍ଦର କଥା ଗପ ଅଛି, ଆମେ ତ ଗପ କହୁନାହିଁ। ଯାହାର ମାଲିକ ଅଛି ତାର ଭୟ ଅଛି। ଯଦି ପ୍ରକୃତ ମାଲିକ ପାଇଛି ସେ ଚାକର ଭୃତ୍ୟର କେବେ ଭୟ ଅଛି? ମୋ ପ୍ରଭୁ ଅଛନ୍ତି, ମୋ ମାଲିକ ଅଛି, ମୋର ଭୟ କ'ଣ? ଯାହାର ମାଲିକ ନାହିଁ ତାର ଭୟ ଅଛି। ଯିଏ ତତ୍ତ୍ୱଗୁରୁ ଗ୍ରହଣ କରିଛି ସେ ସାଧକ ସାଧିକାର ଆଉ ଭୟ ନାହିଁ, ଆଉ ପତନ ନାହିଁ। ସେ ନିଶ୍ଚିନ୍ତ ଏଇ ଜନ୍ମରେ ହଉ ତାହେଲେ ଆଗାମୀ ଜନ୍ମରେ ହଉ ତା ଆଗାମୀ ଜନ୍ମରେ ହଉ ନିଶ୍ଚିନ୍ତ ସେ ମୂଳ ଉତ୍ସ ସହିତ ପରମାତ୍ମା ପରମ ବ୍ରହ୍ମଙ୍କ ସହିତ 3 ଜନ୍ମ ଭିତରେ ନିଶ୍ଚିନ୍ତ ସେ କ'ଣ ହବ ନା ମିଳନ ହେଇଯିବ, ଏକକାର ହେଇଯିବ। ତେଣୁ ଆମେ ଯେଉଁ ଯାତ୍ରା କରୁଛେ ଯେଉଁ ଅଭିନୟ କରୁଛେ ସେ ଅଭିନୟଟା ଆମର ଯେମିତି ଶୀତଳ ନ ହବ। ଶୀତଳ କ'ଣ ବୁଝିପାରୁଛନ୍ତି? ଶୀତଳ ବୁଝିପାରୁଛନ୍ତି? ମନ୍ଦ ହେଇଯାଉଛି, ଗତି ପୁରା ସ୍ଲୋ ହେଇଯାଉଛି, ଶୀତଳ ହେଇଯାଉଛି। ତେଣୁ ଆମର ଏଇ ଯାତ୍ରାଟା ଏଇ ଅଭିନୟଟା ଦ୍ରୁତ ଗତିରେ ଆଗେଇ ଚାଲୁ ଡେ ବାଇ ଡେ ଡେ ବାଇ ଡେ ଡେ ବାଇ ଡେ ଡେ ବାଇ ଡେ 24 ଘଣ୍ଟା ଏ ପ୍ରୋସେସଟା ଲାଗି ରହୁ। ଯିଏ ଯେତେ ଖଟେ ତାର ସେତେ ଅଧିକା ଭୌତିକ ଜଗତରେ ଧନ ହୁଏ, হয় ନାହିଁ କି? ସେଇଭଳି ଆଧ୍ୟାତ୍ମିକ ଜଗତରେ ଆମର ଏ ଗତିଟା ମନ୍ଦ ହେଇଯାଉଛି, ଶୀତଳ ହେଇଯାଉଛି, ପୁରା ଶୀତଳ, ପୁରା ବରଫ। ପାଣି ସ୍ନା ହେଲେ ହୁଅନ୍ତା, ବହି ଯାଆନ୍ତା, ବରଫ ମୁଣ୍ଡା ହେଇକି ରହିଛି ଆଉ। ତେଣୁ ଗତିଟା ଆମର କ'ଣ ହଉ ନା ଦ୍ରୁତ ଗତିରେ ଆଗେଇ ଚାଲୁ। ଦ୍ରୁତ ଗତି ତ ଧୈସ ହିଁ ନୁହେଁ, ମାଟି ହଣା ହବ, ଶାନ୍ତ ଭାବରେ ମାଟି ହଣା ହବ। ମାଟି ହଣା ବନ୍ଦ ହବନି, କୁରାଡ଼ି ଉଠିବ ପଡ଼ିବ, କାଠ ହଣା ହବ, କାଠ କଟି ଚାଲେ। ଧଇଁ ସଇଁ ଯଦି ଆପଣ କାଠ ଆଣିବେ ଅଧଘଣ୍ଟା କି 15 ମିନିଟ୍ ଆଉ ହବ ନା। ତା କହିବା ଅର୍ଥ କ୍ରିୟା କରି ଚାଲନ୍ତୁ ଶାନ୍ତ ଭାବରେ, ପ୍ରାକ୍ଟିସ୍ ୱିଥ୍ ଲଭ୍, ଡେଲି, ରେଗୁଲାରଲି, ଫେଥଫୁଲି ଆପଣ ପ୍ରାକ୍ଟିସ୍ କରି ଚାଲିବେ। ବିରାମ ନାହିଁ, ଦିନ ଆଉ ରାତି ସବୁବେଳେ ସାଧନା। କ'ଣ ପାଇଁ କ୍ରିୟା କରିବି ନା ପରାବସ୍ଥା। ପରାବସ୍ଥା ଅର୍ଥ କ'ଣ ନା ଶୂନ୍ୟ ଅବସ୍ଥା। ସତରେ କ'ଣ ଶୂନ୍ୟ ଅବସ୍ଥାରେ ଆନନ୍ଦ ମିଳେ? ଦେଖନ୍ତୁ ଯୌନ ମାଇଣ୍ଡ କୌଣସି ଏତେ କାର୍ଯ୍ୟ ସହିତ ଯୁକ୍ତ ନଥାଏ, କୌଣସି ଏତେ ବର୍ଡ଼ନ ନଥାଏ, ହାଲକା ହାଲକା ଥାଏ, ସାଧାରଣ କାମ ଗୁଡ଼ିଏ ଥାଏ। ସେଦିନ କେତେ ମନ ହାଲକା ହେଇଯାଏ, କେତେ ମନ ହାଲକା ହେଇଯାଏ। କିନ୍ତୁ এই ଗୃହସ୍ଥାଶ୍ରମରେ ରହି ସମସ୍ତ କର୍ମ କରି ଏବଂ ଆପଣ ସେଇ ପରାବସ୍ଥା ବା ହାଲକା ଅବସ୍ଥା ଲାଭ କରିପାରିବେ। ତାର ତତ୍ତ୍ୱ, ତାର କୌଶଳ ହିଁ ତତ୍ତ୍ୱଗୁରୁ ବତେଇ ଦେବେ। ଯଦି ଗୁରୁ ଗ୍ରହଣ ନ କରିବେ, ଗୁରୁ ଗ୍ରହଣ କରିଛନ୍ତି, ଯଦି ତତ୍ତ୍ୱଗୁରୁ ଗ୍ରହଣ ନ କରିବେ ତାହେଲେ ଜୀବନଟା ଏଇ ଯେଉଁ ଅଭିନୟ କରିବାକୁ ବିଶ୍ୱ ରଙ୍ଗମଞ୍ଚକୁ ଆପଣ ଆସିଛନ୍ତି, ପ୍ରେମମୟ ଅଭିନୟ ହେଇପାରିବ ନାହିଁ। ନିରସ, ଶୁଷ୍କ, ଦୁଃଖ, ଯନ୍ତ୍ରଣା, କଷ୍ଟପୂର୍ଣ୍ଣ ଅଭିନୟଟେ ହେଇ
ଆପଣ କାନ୍ଦି କାନ୍ଦି ମରିବେ। ଫ୍ୟାନ୍ଟା ବନ୍ଦ କରିଦିଅନ୍ତୁ। ଦେଖନ୍ତୁ, ମନରେ ଆଜି ଗୋଟେ ପ୍ରଶ୍ନ ଉଠିଲା, ହେ ଭଗବାନ, ଏଇ ମୃତ୍ୟୁଟା ଗୋଟେ ବିଶେଷ ମୃତ୍ୟୁ ହଉ। ଜନ୍ମ ତ ହେଇଯାଇଛି, ତାପରେ ଆମର ଆଉ ଅଧିକାର ନାହିଁ। ଆମର ନିଶ୍ଚିନ୍ତ ତ ମୃତ୍ୟୁ ହବ। ଆମେ ସୂକ୍ଷ୍ମ ଶରୀର ବିଷୟରେ ଜାଣିନେ, ସ୍ଥୂଳ ଶରୀରରେ ଜୀବନ ରହିଗଲା। ଯେତେବେଳେ ଆପଣ ସ୍ଥୂଳ ଶରୀରକୁ କମ୍ପ୍ଲିଟଲି ଭୁଲିଯିବେ, ସେତିକି ବେଳେ ଆପଣ ସୂକ୍ଷ୍ମ ଶରୀରର ସନ୍ଧାନ ପାଇବେ। ଗୋଟାକୁ ଭୁଲିଲେ ଆଉ ଗୋଟେ ଜାଣିବ ନା? ଆଉ ଗୋଟା ଦେହ ରହିଗଣ ଆଉ ଗୋଟାକୁ ଜାଣିପାରିବ? ଖାଇବାକୁ ଭୁଲିବ, ପିନ୍ଧିବାକୁ ଭୁଲିବ, ସମ୍ମାନକୁ ଭୁଲିବ, ପ୍ରତିଷ୍ଠାକୁ ଭୁଲିବ, ଉପଭୋଗକୁ ଭୁଲିବ, ରୋଜଗାରକୁ ଭୁଲିବ। ସବୁ ଯେତେବେଳେ ଭୁଲିଗଲ, ତୁମେ ଅନ୍ତର୍ମୁଖୀ ହବ ଏବଂ ତୁମେ ଦେଖିବ ଆ ଭିତରେ ସୂକ୍ଷ୍ମ ଶରୀର ଗୋଟେ ଅଛି। ସେ ସୂକ୍ଷ୍ମ ଶରୀରରେ ସବୁ କ୍ରିୟା ଚାଲିଛି। ସ୍ଥୂଳ ଶରୀରର କୌଣସି କ୍ରିୟା କିଛି ନାହିଁ। ଯେତେବେଳେ ସୂକ୍ଷ୍ମ ଶରୀରକୁ ତୁମେ ଭଲ ଭାବରେ ଜାଣିଯିବ, ତାପରେ ତୁମେ କାରଣ ଶରୀରରେ ପହଞ୍ଚିବ। କହିଲେ ଶୁଣନ୍ତୁ, ଆପଣ ଆଉ କିଛି ବୁଝିପାରିବେ ନାହିଁ। ତ କାରଣ ଶରୀରକୁ ଆପଣ ଅତିକ୍ରମ କରିଯିବେ, ସୂକ୍ଷ୍ମ ଆଦି ସୂକ୍ଷ୍ମ ସାଧନାରେ ଆପଣ ମହାକାରଣରେ ପହଞ୍ଚିବେ। ଯେତେବେଳେ କାରଣକୁ ଅତିକ୍ରମ କରିବେ, ଆପଣ ସେତିବେଳେ ଆତ୍ମାର ସନ୍ଧାନ ପାଇବେ। ବାସ୍ତବରେ ଏ ଶରୀର ଭିତରେ ଯୋଉ ଆତ୍ମା ଅଛି, ତା ପାଖରେ ଆବରଣ, ଏଇଠି ସୋଲ ରହିଲା, ତା ଚାରିକରେ ରହିଲା କାରଣ ଶରୀର, ତା ଚାରିକରେ ରହିଲା ସୂକ୍ଷ୍ମ ଶରୀର, ତା ଚାରିକରେ ରହିଲା ସ୍ଥୂଳ ଶରୀର। ସ୍ଥୂଳ ଶରୀରକୁ ଆପଣ କାଟିଲେ, ସୂକ୍ଷ୍ମ ଶରୀରକୁ କାଟିଲେ, କାରଣ ଶରୀରକୁ କାଟିଲେ, ଆତ୍ମାର ସନ୍ଧାନ ପାଇଲେ। ମହାକାରଣ, ମହାକାରଣ ପରେ ଯେତେବେଳେ ଅନନ୍ତ, ଯାହାର ଆଦି ଅନ୍ତ କିଛି ଅସୀମ ପାଖରେ ପହଞ୍ଚିଗଲେ, ଆପଣ କାଳକୁ ଜୟ କଲେ। ଏଇ ମୃତ୍ୟୁଟା ଗୋଟେ ବିଶେଷ ମୃତ୍ୟୁରେ ପରିଣତ ହବ। ଆରେ ସମସ୍ତେ ତ ମରିବେ। ଯିଏ ମଧ୍ୟମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ। ଦେବତା ହେଲେ ବି ମରିବେ କହିଲେ ବହୁତ ସମୟ ଯିବ। ଦେଖନ୍ତୁ, ଗୋଟେ ବୃକ୍ଷଟେ ବି ମରିବ, ଗୋଟେ ପଶୁଟେ ବି ମରିବ, ଗୋଟେ ପକ୍ଷୀଟେ ବି ମରିବ। ଯିଏ ଜନ୍ମ ହେଇଛନ୍ତି, ଏ ସୃଷ୍ଟିରେ ଯିଏ ଜନ୍ମ ହେଇଛନ୍ତି, ସମସ୍ତଙ୍କର ଦିନେ ମୃତ୍ୟୁ ହବ। ତେଣୁ କିନ୍ତୁ ସମସ୍ତଙ୍କର ମୃତ୍ୟୁ, ଜଣେ ମହାପୁରୁଷଙ୍କର ମୃତ୍ୟୁ, ଜଣେ ଅବତାର ପୁରୁଷର ମୃତ୍ୟୁ କଣ ସମାନ? ସେ ମୃତ୍ୟୁ ଏ ମୃତ୍ୟୁ ଭିତରେ ବିଶେଷ ପାର୍ଥକ୍ୟ ଅଛି। ଏଇଟା ହଉଛି ବିଶେଷ ମୃତ୍ୟୁ, ଯାହାଙ୍କ ପାଇଁ ସମସ୍ତେ ମନେ ପକାଇବେ, ଯାହାକୁ ଗୋଡ଼ି ବାଲି ମାଟି ବି ମନେ ପକାଇବେ, ଯାହାଙ୍କୁ ସମସ୍ତେ ସ୍ମରଣ କରିବେ, ଯାହାଙ୍କୁ ସମସ୍ତେ ଭାବିବେ, ଯାହାଙ୍କ ମଲା ପରେ ତାଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବେ। ସେଇଟା ହଉଛି ବିଶେଷ ମୃତ୍ୟୁ। ଦେଖନ୍ତୁ, ଲାହିଡ଼ି ବାବା ଆଜି ସବୁ ଜାଗାରେ ପୂଜା ପାଉଛନ୍ତି, ସାରା ୱାର୍ଲଡରେ। ତାଙ୍କର କ'ଣ ମୃତ୍ୟୁ ହେଇଛି? ମୃତ୍ୟୁ ସ୍ଥୂଳ ଶରୀରରେ ହେଇଛି, କିନ୍ତୁ ତାଙ୍କର ବିଶେଷ ମୃତ୍ୟୁ ହେଇଛି। ଦେଖନ୍ତୁ ଯୁକ୍ତେଶ୍ୱର, ଦେଖନ୍ତୁ ପରମହଂସ ଯୋଗାନନ୍ଦ, ଦେଖନ୍ତୁ ଗୁରୁଦେବଙ୍କୁ, ହରିହରାନନ୍ଦଙ୍କୁ। ସେମାନଙ୍କର କ'ଣ ପ୍ରକୃତ ମୃତ୍ୟୁ? ଯୋଉ ମୃତ୍ୟୁ ବିଶେଷ ମୃତ୍ୟୁ। ତେଣୁ ସେଇ ଧରା ପୃଷ୍ଠକୁ ଆସି ସାଧନା କରି ଗୁରୁଗତ ପ୍ରାଣ ହୋଇ ତାଙ୍କର ସାଧାରଣ ମୃତ୍ୟୁକୁ ସେ ବିଶେଷ ମୃତ୍ୟୁରେ କ'ଣ କଲେ ନା ପରିଣତ କରିଦେଲେ। ଯିଏ ଆମ ପାଖରେ ଅଛନ୍ତି, ସେ ମରିଛନ୍ତି କେମିତି? ଯାହାଙ୍କ ବାଣୀ ଅଛି, ଯାହାଙ୍କ କଥା ଅଛି, ଯାହାଙ୍କ ରୂପ ଆମ ପାଖରେ, ସେ ପୁଣି ମରିଛନ୍ତି କେମିତି? ଆମର ଯୋଉ ମୃତ୍ୟୁ ନା, ଆରେ ବାପା, କିଏ ବୁଢା ମରିଛି, କିଏ ବୁଢୀ ମରିଛି, ଏତେ ଦିନ କଷ୍ଟ ଦେଇଥିଲା, ଭଲ ହେଇଛି କେମିତି 11 ଗଲେ ମୋ ଡ୍ୟୁଟିକି ଯିବି, ମୋ ବିଜନେସକୁ ଯିବି, ମୁଁ ମୋର କାମ କରିବି। କାହିଁକି ନା ଆମର କର୍ମଟା ଏ ଜନ୍ମରେ ବ୍ୟକ୍ତି କେନ୍ଦ୍ରିକ। ଆମର ଏ ଜନ୍ମଟା ଭଗବାନ ପାଇଁ ନୁହେଁ, ଆମର ଏ ଜନ୍ମଟା ସ୍ଥୂଳରେ କହିଲେ ସମସ୍ତଙ୍କ ପାଇଁ ନୁହେଁ। ଏ ଜୀବନଟା ତାଙ୍କ ପାଇଁ ଆମେ ଉତ୍ସର୍ଗୀକୃତ କରିନେ। ତାଙ୍କ ଜୀବନ ତାଙ୍କ ପାଇଁ ଉତ୍ସର୍ଗୀକୃତ କରିବା
କିନ୍ତୁ ଆମେ ଭାବୁଛେ ଏଟା ଆମ ଜୀବନ, ସବୁ ତ ଆମର, ସବୁ ତ ମୁଁ, ଆଉ ସବୁ ତ ମୋର, ଆଉ ସବୁ ତ ମୁଁ, ଆଉ କାହାକୁ ଦବାକୁ ଇଚ୍ଛା କରିବନି। କାହା ମରିବା କଥା ଆସିବ, ଯିଏ ଦଉନି ସେ ମରିବ। ସତରେ କଣ ଦିନେ ମରିବ? ଯଦି ଆପଣ ପ୍ରତ୍ୟେକ ଦିନ ଭାବିବେ ମୁଁ ମରିଯିବି, ମୃତ୍ୟୁର ନିକଟସ୍ଥ ହଉଛି ଏବଂ ସେ ସମୟ ପାଖେଇ ଆସୁଛି, କେତେବେଳେ କୋଉ ଅବସ୍ଥାରେ ମୋର ଯେ ମୃତ୍ୟୁ ହେଇଯିବ ତାର ଠିକ ଆଉ ଠିକଣା ନାହିଁ। ମୁଁ ଆକୁ ଏଡେଇ ଦେଇ ପାରିବି କି? ଯୋଉ ଐଶ୍ୱର୍ଯ୍ୟ ଅଛି, ଯୋଉ ସମ୍ପତ୍ତି ଅଛି, ଯୋଉ ମୋ ପୁଅ ଅଛି, ଯୋଉ ଝୁଅ ଅଛି, ମୋ ବୋଉ ଅଛି, ବା କଣ କରୁଛି, ମୋ ବାନ୍ଧବ ଅଛି, ମା ଝିଅ ଯୋଉ ଘଣ୍ଟା ଘଣ୍ଟା ଫୋନରେ କଥାବାର୍ତ୍ତା ହଉଛନ୍ତି, ଆରେ ବାପା କିଛି ଅଟକେଇ ଦେଇପାରିବ କେହି? ଭାବିଲ, କାହା କଥା କାହିଁ ଭାବୁଛ? ନିଜ କଥା ନିଜେ ଭାବିଲ, ନିଜ ମୃତ୍ୟୁକୁ ବାନ୍ଧି ପାରିବ? ଅଟକେଇ ଦେଇ ପାରିବ? ପାରିବ ଯଦି ତତ୍ତ୍ୱଗୁରୁଙ୍କର ଶରଣାପନ୍ନ ହେଇ ସ୍ଥୂଳ ସ୍ୱରୂପ ଅତିକ୍ରମ କରି, ସୂକ୍ଷ୍ମ ସ୍ୱରୂପ ଅତିକ୍ରମ କରି, କାରଣ ସ୍ୱରୂପ ଅତିକ୍ରମ କରି ମହାକାରଣରେ ପହଞ୍ଚି, ତାପରେ ଅନନ୍ତଙ୍କ ସହିତ ଯଦି ଅସୀମ ସହିତ ମିଳନ ହେଇଯିବ, କାଳ ତମକୁ ଦେଖିଲେ ଯମ କଣ କରି, ଆରେ ବାପା ଆଉ ଆସିବ ସତ୍ୟବାନ ପାଖକୁ, ଆସିଥିଲା ପୁଣି ତାକୁ ଫେରେଇ ଦବ। ବୁଝିପାରୁଛନ୍ତି? ତେଣୁ ଆମ ଜୀବନଟା ମାନେ କେମିତି ଗୁରୁଗତମୟ ହଉ, ଗୁରୁମୁଖ ହେଇଯାଉ। କାରଣ ଗୁରୁ ସେ ମାର୍ଗ ଦେବେ, ଗୁରୁ ସେ ବାଟ ଦେବେ, ଗୁରୁ ସେ ପଥ ଦେବେ। ଆମେ 100% ସନ୍ଦେହ ଆଉ ସଂଶୟ ଯୋଉ ଡିସାଇପୁଲର ନଥାଏ ତା ଭିତରେ ଭାବ ଆସେ। ଯୋଉ ଡିସାଇପୁଲ ଭିତରେ ସନ୍ଦେହ ସଂଶୟ ଗୁରୁଙ୍କ ଉପରେ ରହିଗଲା, ତାର କସ୍ମିନ୍ କାଳେ ଭାବ ଆସିବ ନାହିଁ। ଭାବ ନ ଆସିଲେ ଭକ୍ତି ଆସିବ ନାହିଁ। ଯେତେ ଜ୍ଞାନର ଆପଣ ଅଧିକାରୀ ହୁଅନ୍ତୁ, ଯେତେ ସାଧନା କରନ୍ତୁ, ଯଦି ଆପଣ ଭିତରେ ଶୁଷ୍କ ଜ୍ଞାନ, ଶୁଷ୍କ ସାଧନା ଅଛି, ଜ୍ଞାନଟା ଯଦି ଆପଣ ଭିତରେ କ୍ରିୟାତ୍ମକ ନ ହେଇଛି, ସେ ଜ୍ଞାନଟା ଭକ୍ତିରେ ପରିପୂର୍ଣ୍ଣ ହେଲା, ଭକ୍ତିରେ ପରିଣତ ହେଲା ନାହିଁ। ମୁଁ ଜାଣିଲି ମୋ ଭିତରେ ଭଗବାନ, ଏ ପଞ୍ଚଭୌତିକ ଶରୀର ଭିତରେ ଆତ୍ମାର ସ୍ଥିତି। ଆତ୍ମା ଥିବାରୁ ମୁଁ ଆଖି ଦ୍ୱାରା ଦେଖୁଛି, ବା ଭଗବାନ ଥିବାରୁ କାନ ଦ୍ୱାରା ଶୁଣୁଛି, ନାକ ଦ୍ୱାରା ଶ୍ୱାସ ପ୍ରଶ୍ୱାସ ନେଉଛନ୍ତି, ପାଟି ଦ୍ୱାରା କଥା କହୁଛି, ସମସ୍ତ ଇନ୍ଦ୍ରିୟଟା, ସମସ୍ତ ସ୍ଥୂଳ ଶରୀରଟା କ୍ରିୟାଶୀଳ ହଉଛି। ସାଧନା କଲେ ଅନୁଭବ କରିବେ ମୁଁ କିଛି କରୁନାହିଁ, ମୋ ଭିତରେ ରହିକି ସେ ସବୁ କାମ କରୁଛନ୍ତି, କରାଉଛନ୍ତି। ଦୀକ୍ଷା ନେଲେ, ଗୁରୁଗତ ପ୍ରାଣ ହେଲେ, ସାଧନା କଲେ, ଆପଣ ଏ ଶରୀର ଭିତରେ ଜଣକୁ ଦେଖିବେ। କିଏ ନା ଯିଏ ତମକୁ ତୈରି କରିଛି, ଯିଏ ତମକୁ ଭଲ ଭାଷାରେ କହିଲେ ସୃଷ୍ଟି କରିଛି। ଯୋଉ ବିନ୍ଧାଣି ତୋତେ କଲାଟି ନିର୍ମାଣ, ସେଇ ତୋ ଦେହେ ରହିଲା ଏହା ତୁ ଜାଣ। ଯିଏ ତମକୁ ତୈରି କରିଛି ସିଏ ତମରି ଭିତରେ ଅଛି। କିନ୍ତୁ ଏ କନସେପ୍ଟ ଆମର ନାହିଁ। ଯଦି ସେ ଅଛି ତାହେଲେ ମୁଁ ତା ଠାରୁ ଭିନ୍ନ କି? ସିଏ ମୁଁ ଅଲଗା କି? ଯେତେବେଳେ ଆପଣ ଭିତରେ ତତ୍ତ୍ୱଜ୍ଞାନ ଆସିବ, ଦେଖିବେ ସେ ଯେ ମୁଁ ସିଏ, ମୁଁ ଯେ ସେ। ଅଭିରାମ ପରମହଂସ ସୁନ୍ଦର ଭାବ ଲେଖିଛନ୍ତି, ଭକ୍ତ ଭଗବାନ କଣ? ଅଭେଦ, ତିଳେ ମାତ୍ର ନାହିଁ ଭେଦ। ତିଳେ ମାତ୍ର ନାହିଁ ଭେଦ। ତତ୍ତ୍ୱଜ୍ଞାନ ଆସିଲେ ମୁଁ ସେଇ ଆତ୍ମା, ମୁଁ ସେଇ ବ୍ରହ୍ମ, ମୁଁ ଯେ ସେ ଯେ ମୁଁ ସେ। ଏ ଭାବ ସମାଧି ଅବସ୍ଥା ସମୟରେ ହୁଏ। ଯେତେବେଳେ ସାଧକ ସେଇଠୁ ଖସିବ, ସେ ଶୁଦ୍ଧାତ୍ମା ହେଇକି, ପବିତ୍ର ଆତ୍ମା ହେଇ ହରି ହରି କୃଷ୍ଣ କୃଷ୍ଣ ରାମ 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 ଗୋବିନ୍ଦ ଗୋବିନ୍ଦ ଗୋପାଳ 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 ହେଇକି ବଞ୍ଚିକି ରହେ। ଯେତେବେଳେ ହନୁମାନର ସମାଧି ଅବସ୍ଥା ହଉଥିଲା,
ହନୁମାନଜୀ କ'ଣ କରୁଥିଲେ ନା ମୁଁ ସେ ରାମ ବୋଲି କହୁଥିଲେ। ଯେତେବେଳେ ସେ ସମାଧିରୁ ଖସୁଥିଲେ ରାମ 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 ହେଇକି 24 ଘଣ୍ଟା ସେ ଭଜନ କରୁଥିଲେ। ଦିନ ଜାଣୁନଥିଲେ, ରାତି ଜାଣୁନଥିଲେ, ଶୁଭ ଜାଣୁନଥିଲେ, ଅଶୁଭ ଜାଣୁନଥିଲେ, କିଛି ସେ ଜାଣୁନଥିଲେ। ତାଙ୍କୁ ଥରେ ଜଣେ ମୁକ୍ତି ମାନେ ଆମର ତ ଏତେ ମନେ ନାହିଁ, ଗୋଟେ ମୁକ୍ତା ମାଳ ଦିଆଗଲା। ସୀତା ଦେଲେ କି କିଏ ଦେଲେ, କିଏ ଜଣେ ତାଙ୍କୁ ମା ସୀତା ଦେଲେ ନା କ'ଣ। ସେ ଦେଖିଲେ ହନୁମାନ ତମେ ଏଇଟା ନିଅ ବେକରେ ପକାଅ। ସେ ଦେଖିଲେ ଫୋପାଡ଼ି ଦେଲେ। କାହିଁ ଫୋପାଡ଼ି ଦେଲ ନା ମୁଁ ଦେଖିଲି କୋଉଠି ରାମ ନାମ ନାହିଁ। କେତେ ବଡ଼ ଭାବ, ଭକ୍ତି ଭାବ ନେଇ କ'ଣ କହିଲେ, ମା ତୁମେ ସିନ୍ଦୁର କାହିଁକି ପିନ୍ଧିଛ ନା ପ୍ରଭୁଙ୍କର ମଙ୍ଗଳ ପାଇଁ, ପ୍ରଭୁଙ୍କର କଲ୍ୟାଣ ପାଇଁ। ନାକୁ ପିନ୍ଧିଲେ ପ୍ରଭୁଙ୍କର ମଙ୍ଗଳ ହୁଏ, କଲ୍ୟାଣ ନା। ହଁ, ଦେହ ସାରା ସର୍ବାଙ୍ଗରେ କ'ଣ ହେଲେ ପ୍ରଭୁଙ୍କ ପାଇଁ ସିନ୍ଦୁର ବୋଳି ହେଇପାରିଲେ। ଏଥିରୁ ଶିଖିଲ କ'ଣ, ପ୍ରଭୁଙ୍କ ପାଇଁ ତାଙ୍କ ଜୀବନଟାକୁ ସେ ଉତ୍ସର୍ଗୀକୃତ କରିଦେଇଥିବାରୁ ଆଜି ଚିରଞ୍ଜୀବୀ ହେଇଗଲେ ଏବଂ ପ୍ରଭୁଙ୍କ ପାଖରେ ବସି ସେ ମାନେ ପୂଜା ପାଇଲେ। ତେଣୁ ଆମେ ଆଶ୍ରମକୁ ଆସି ଆମର କେମିତି ପ୍ରଚାର ହବ, ଆମର କେମିତି ପ୍ରତିଷ୍ଠା ହବ, ଆମେ କେମିତି ପୂଜା ପାଇବା, କେତେକ ଶିଷ୍ୟ ଭକ୍ତ ପ୍ରତ୍ୟେକ ଆଶ୍ରମ ମାନଙ୍କରେ ଏଇ କାଣ୍ଡଟା କରନ୍ତି। ପରମ ପିତା ପରମ ବ୍ରହ୍ମ ସବୁ ଜାଣନ୍ତି, ତାଙ୍କୁ ବହୁତ ଲୋକ ଉଲାବୁକା ବି ଭଗବାନଙ୍କୁ କହନ୍ତି। ତେଣୁ ସମୟ ଆସେ, କାଳ ତାଙ୍କୁ କ'ଣ କରେ ନା ବିଦାୟ କରିଦିଏ। ତୁନାଥ ପରମ ଦୟାଳୁ ଦୁଷ୍ଟ ନିବାରି ସନ୍ଥ ପାଳ। ତେଣୁ ଆପଣଙ୍କର ପ୍ରାରବ୍ଧ ଭୋଗ ହବ। ଆପଣ ପ୍ରାରବ୍ଧ ଭୋଗ କରିବା ପାଇଁ ଏ ଶରୀରଟା ଧାରଣ କରିଛନ୍ତି। ଆପଣଙ୍କ ପାଇଁ ଯିଏ ଆସୁଛନ୍ତି, ପଜିଟିଭ ଆସୁଛି କି ନେଗେଟିଭ ଆସୁଛି, ଯିଏ ଆପଣ ପାଇଁ ଆସୁଛନ୍ତି, ଯେତେବେଳେ ଯୋଉ ପରିବେଶ ସୃଷ୍ଟି ହେଉଛି ତାହା ହିଁ ଆପଣ କର୍ମର ଫଳ। ଆପଣ ସେଥିରେ ଇନଭଲ୍ଭ ହେବେ ନାହିଁ, ସେଥିରେ ଜଡ଼ିତ ହେବେ ନାହିଁ, ତାକୁ ଦେଖିବେ। କିଏ ଆଜି ଫୁଲମାଳ ପିନ୍ଧେଇଛି, ତମ କର୍ମର ଫଳ। କିଏ ଟଙ୍କା ଦେଇଛି, ତମ କର୍ମର ଫଳ। କିଏ ତମଠୁ ନେଇଯାଇଛି, ସବୁ କର୍ମର ଫଳ। ଆଉ ସୂକ୍ଷ୍ମକୁ ଗଲେ, ଆହୁରି ଉଚ୍ଚକୋଟୀର ସାଧନା କଲେ ଦେଖିବେ ସବୁ ହିଁ କାଳିଆ ବା ଜଗନ୍ନାଥ ବା ଗୁରୁ ସବୁ ସେ ଦେଇଛନ୍ତି। ସବୁ ସେ, ମୁଁ କିଛି ନାହିଁ, ମୁଁ ବୋଲି କିଛି ନାହିଁ, ମାଧ୍ୟମ କିଛି ନାହିଁ। ଅତି ସୂକ୍ଷ୍ମ ସାଧନା କଲେ ତ କାରଣ ସ୍ୱରୂପ ଅତିକ୍ରମ କରି ଆପଣ ଦେଖିବେ ମାଧ୍ୟମ ବୋଲି ଗୋଟେ ଜିନିଷ କିଛି ଏ ସଂସାରରେ ନାହିଁ। ତୁମାର କର୍ମ ତୁମି କର, ଲୋକେ ବୋଲେ କରି ଆମେ ସେଥିଲାଗି ଦୀକ୍ଷା ଗ୍ରହଣ କରିଛେ, ସେଥିଲାଗି ସତ୍ସଙ୍ଗର ଆୟୋଜନ କରୁଛେ, ସେଥିଲାଗି ଆମେ ଶିଖୁଛେ। କ'ଣ ନା ଦେଖିବା ଜଣେ ହିଁ ସବୁ କରୁଛି, ଯୋଉଠି କ୍ରିୟା ଯୋଗର ସାର କଥା କରି କରାବ ଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ। ବା ବାବାଙ୍କ ଭାଷାରେ ସବୁ ତୁମେ, ସବୁ ତୁମେ, ସବୁ ତୁମେ, ସବୁ ତୁମେ। କୋଉ ଦିନ ଏ ମନ କହିବ, କହୁଛି ସେ ମତେ ନିନ୍ଦା କଲା, ସେ ଗୋଟେ ଲୋକ, ସେ ଜଣେ ମା, ସେ ଜଣେ ବୁଢ଼ା, ସେ ଜଣେ ବୁଢ଼ୀ, ସେ ଜଣେ ଗାଈ, ସେ ଜଣେ ବଳଦ, ସେ ଜଣେ ସାପ। ସୂକ୍ଷ୍ମରେ ଦେଖିଲେ, ସାଇଣ୍ଟିଫିକ ଆନାଲିସିସ ଦେଖିଲେ, ଆନାଲିସିସ କଲେ, ସମୀକ୍ଷା କଲେ ଜଣିଏ ସବୁରି ଭିତରେ ଯଦି ଆତ୍ମାଟି ନ ରହିବ କେହି କ୍ରିୟାଶୀଳ ହେବେ ନାହିଁ। ତେଣୁ ଏ ବୋଧଟା କେମିତି ହବ ନା ଆମ ଭିତରେ ଯୋଉ ଶ୍ୱାସ ପ୍ରଶ୍ୱାସଟା ଯାଉଥିବାର ତ ବୋଧ ହଉଛି, ଏ ଶ୍ୱାସ ପ୍ରଶ୍ୱାସ ଯଦି ବିଶେଷ ଶ୍ୱାସ ପ୍ରଶ୍ୱାସରେ ପରିଣତ ନ ହବ ଆମେ ଜେନେରାଲ ମ୍ୟାନ ହେଇଯିବା। କଥାଟା କେତେ ସୁନ୍ଦର କଥା। ଏଇ ଶ୍ୱାସ ଯଦି ଜେନେରାଲ ଶ୍ୱାସ ହେଇକି ରହିବ ତାହେଲେ ଆମ ଜୀବନଟା ଜେନେରାଲ ହେଇଯିବ। ଏଇ ଶ୍ୱାସଟାକୁ ଯଦି ଆମେ ବିଶେଷ ଶ୍ୱାସରେ ପରିଣତ କରିଦବା ତାହେଲେ କ'ଣ ହବ ନା ଜୀବନଟା ଆତ୍ମାମୟ ହେଇଯିବ, ଏ ଦୁନିଆଟା ଆତ୍ମାମୟ ହେଇଯିବ। ତେଣୁ ଆମେ ଶ୍ୱାସଟାକୁ ଆମେ କ'ଣ କରୁଛେ ନା ଜେନେରାଲ ଶ୍ୱାସରେ ରଖିଛେ। ଆମେ ତ ଜେନେରାଲ ମ୍ୟାନ, ଆମେ କ'ଣ ସ୍ପିରିଚୁଆଲ ଦୀକ୍ଷା ନେଲେ କ'ଣ ସ୍ପିରିଚୁଆଲ ମ୍ୟାନ? ଆମର ତ ପ୍ରତ୍ୟେକଟି ମୁହୂର୍ତ୍ତରେ ଚିନ୍ତା, ମୁଁ ପରିଶ୍ରମ ନ କଲେ, ମୁଁ ନ ଖଟିଲେ, ମୁଁ ନ ଦେଖିଲେ, ମୁଁ ଗାଇଡ ନ କଲେ ଇଏ କ'ଣ କିଛି ହେଇପାରିବ?
ଠିକ କଥା, ଏଇଟା ବି ଭୁଲ କଥା ନୁହଁ। ସେ ମୁଁଟା କିଏ ସମୀକ୍ଷା କରିଛ କି? ସେ ମୁଁଟାକୁ କେବେ ଆନାଲିସିସ୍ କରିଛ କି? ସେ ମୁଁର ଉତ୍ପତ୍ତି କୋଉଠି, ଶେଷ କୋଉଠି ଜାଣିଛ କି? ଆଉ ତମ ଭିତରେ ଯିଏ କହୁଛି ମୁଁ, ସେ ମୁଁଟା କୋଉଠି କେମିତି ଅଛି? ଏବେ ଆପଣଙ୍କୁ ପ୍ରଶ୍ନ ପଚାରିବି, ଆପଣ ଯୋଉ ମୁଁ ହିଁ ସବୁ କରିଛି, ମୁଁ ହିଁ ଦେଖୁଛି, ମୁଁ ହିଁ ଗାଇଡ କରୁଛି, ମୁଁ ହିଁ ଯାଉଛି, ମୁଁ ହିଁ ଆସୁଛି, ସମସ୍ତଙ୍କ ଭିତରେ କନସେପ୍ଟ ଅଛି, ଠିକ ଅଛି। ସେ ମୁଁଟା କିଏ? ହାତ ନା ପାଟି ନା ଗୋଡ଼ ନା ନାକ ନା ବ୍ରେନ୍ ନା ହାର୍ଟ? କେହି ନୁହନ୍ତି। ଏ ସବୁ ତ ଗୋଟେ ଗୋଟେ, ଏ ଆଙ୍ଗୁଠି, ଏ ପାପୁଲି, ଏ କହୁଣୀ, କହୁଣୀ ନୁହଁ ଏଇଟା ମଣିବନ୍ଧ, ଏଇଟା କହୁଣୀ, ଏଇଟା ହାତ, ଏଇଟା ନାକ, ଏଇଟା ଆଖି, ଏଇଟା କାନ, ଏଇଟା ମୁଣ୍ଡ, ଏଇଟା ପାଟି, ଏଇଟା କଣ୍ଠ, ଏ ସବୁ ସର୍ବାଙ୍ଗ ଶରୀର କଥାଟା ଆପଣ ଆଇଡେଣ୍ଟିଫାଏ, ଗୋଟିଏ ଶରୀର ପୁଣି ଏତେ ନା ଖାଲି ଶରୀର କହିଲେ କଣ ହେଇନଥାନ୍ତା? ଭଗବାନଙ୍କ ବିଷୟରେ ଜାଣିବା, କହିବା ତାଙ୍କର କୃପା। ତାହେଲେ ଏବେ ଆପଣ ଅନୁସନ୍ଧାନ କଲେ, ତାହେଲେ ମୁଁଟା କିଏ? ସତରେ ମୁଁ ସବୁ କରୁଛି, ସତରେ ମୁଁ ସବୁ କରୁଛି, ସେ ମୁଁଟା କିଏ? ଦେହରେ କରି ଅହଙ୍କାର, ବୋଲଇ ସର୍ବକର୍ମ ମୋର, ବୋଲଇ କରୁଅଛି ମୁହିଁ, ମୋ ଠାରୁ କର୍ତ୍ତା ଭିନ୍ନ ନାହିଁ। ଯଦି ଆମେ ଶ୍ୱାସକୁ ବିଶେଷ ଶ୍ୱାସରେ ପରିଣତ କରିଦେବା, ତାହେଲେ ଅସଲ ମୁଁଟା କଣ ଆମେ ବୁଝିପାରିବା। ଅସଲ ମୁଁଟା ହଉଛି ସେଇ ଆତ୍ମା ବା ଭଗବାନ ସବୁ କରୁଛନ୍ତି, କରାଉଛନ୍ତି। ଯେମିତି ବେଲାଳ ସେନ ଏଇ କଥାକୁ ଉପଲବ୍ଧି କରି ଦେଖିଲା, ତେଣୁ ଯେତେବେଳେ ଆମେ ଅନୁଭବ କରିବା ଆତ୍ମା ହିଁ ସବୁ କାମ କରୁଛି, କରାଉଛି, ଆପଣ ଭିତରେ ସମସ୍ତ ସକାରାତ୍ମକ ଚିନ୍ତାଧାରା ହିଁ ଆସିବ। ସକାରାତ୍ମକ ଚିନ୍ତାଧାରା ହିଁ ଆସିବ। କଣ ହବ ନା ଆପଣ ଭିତରେ ଶାନ୍ତ, ବିନୟ, ନମ୍ର, ଭଦ୍ର, ସମସ୍ତ ଡିଭାଇନ କ୍ୱାଲିଟିଜ ଗୁଡ଼ିକ ଆପଣ ଭିତରେ ଆସିବ, ସୋମଟା ଆସିବ। ତେଣୁ ଗୋଟେ ଶ୍ୱାସକୁ ବିଶେଷ ଶ୍ୱାସରେ କେମିତି ପରିଣତ କରାଯିବ, ସେ କୌଶଳ ତତ୍ତ୍ୱ ଗୁରୁ ହିଁ ଜାଣନ୍ତି। ସାଧାରଣ ଶ୍ୱାସଟେ ଯିଏ ନବ, ବିଶେଷ ଶ୍ୱାସରେ ପରିଣତ ନ କରିବ, ତାହେଲେ ସେ କଣ ମହାମାନବ ହେଇପାରିବ? ତେଣୁ ଆମକୁ ସେଥିଲାଗି କୁହାହେଲା, ୱାଚ୍ ୟୋର ବ୍ରେଥ୍ ଅଲୱେଜ୍। ତମେ ଶ୍ୱାସ ପ୍ରଶ୍ୱାସକୁ ଦେଖ। ଜଣେ ଲୋକ ଆସିଥିଲେ ଆଠଗଡ଼ରୁ ଆମ ପାଖକୁ, ସେ ମାନେ 2 ବର୍ଷ ପାଖାପାଖି ହେଲାଣି ସତ୍ସଙ୍ଗ ଶୁଣୁଛନ୍ତି। ସେ କହିଲେ, ଆମେ ଯୋଗ ଅଭ୍ୟାସ କରୁଛୁ, ଆମର ଗୋଟେ ଚ୍ୟାନେଲ ଅଛି, ଆଉ ଆମେ ସାକ୍ଷାତ କରିବା, ଦର୍ଶନ କରିବାକୁ ଆସିଛୁ। ଯୋଗ ଅଭ୍ୟାସ କରି ଆମେ ସମସ୍ତ ରୋଗ ଭଲ କରିଦେବୁ। ଆମେ କହିଲୁ, ଆପଣ ଯାହା କହୁଛନ୍ତି ସେ ବିଷୟରେ କିଛି ଜାଣିଛନ୍ତି ତ? ଆସନ କରିକି ରୋଗ ଭଲ ହୁଏ ନା ଯୋଗ କରି ରୋଗ ଭଲ ହୁଏ? ଆପଣ କଣ ଶିଖିଛନ୍ତି? ଆସନ ଶିଖଉଛନ୍ତି ନା ଯୋଗ ଶିଖଉଛନ୍ତି? ନାଇଁ, ଆମେ ଆସନ ଶିଖଉଛୁ। ଯୋଗ ତାଙ୍କ ସହିତ ଯୁକ୍ତ ହବା, ତାଙ୍କ ସହିତ ମିଳନ ହବା। ଯଦି ତାଙ୍କ ସହିତ ଯୁକ୍ତ ମିଳନ ହେଲେ, ତାଙ୍କର କୃପା ହେଲେ ସବୁ ଠିକ ହେଇଯାଏ। କିନ୍ତୁ ଏ ଶରୀର କଣ ଆଉ ରହିବ ତ? ଏ ଶରୀର ଆଉ ରହିବ ତ? ଯଦି ସବୁ ଠିକ ହେଇଗଲା, କିଛି ଆଉ ଭୋଗର ଆବଶ୍ୟକ ନାହିଁ। ଯଦି ଭୋଗର ଆବଶ୍ୟକ ନାହିଁ, ଭୋଗ ଉପଭୋଗ ଭିତରେ ଗେଟ୍ ଡିଫରେନ୍ସ। ଉପଭୋଗ ତ ନାହିଁ, ଯୋଗ ହେଲା ପରେ ଆଉ ଉପଭୋଗ ନାହିଁ। ଯୋଗ ହେଲା ପରେ କଣ ହବ? ଏ ଶରୀରଟା ଭୋଗ ହେଇଯିବ। ଯଦି ଭୋଗର ଆବଶ୍ୟକ ନାହିଁ, ତାହେଲେ ଶରୀର ରହିବ କାହିଁକି ଆଉ? ରାମକୃଷ୍ଣ ପରମହଂସଙ୍କୁ ପଚରାଗଲା, ସତରେ ଯିଏ ଅସଲ ମୋର ପରିଚୟ ପାଇଛି, ସତରେ ଯିଏ ବ୍ରହ୍ମଜ୍ଞାନୀ, ସତରେ ଯିଏ ତତ୍ତ୍ୱଜ୍ଞାନୀ, ସେ ପୃଥ୍ୱୀ ପୃଷ୍ଠରେ କେତେ ଜଣ ଅଛନ୍ତି? ରାମକୃଷ୍ଣ ପରମହଂସ କହିଲେ, ଜମା 3 ଜଣ କି 4 ଜଣ ଅଛନ୍ତି। ସେ ତ 200 ବର୍ଷ ପୂର୍ବେ କହିଲେ ଜମା 3 ଜଣ କି 4 ଜଣ ଅଛନ୍ତି। ଯଦି ଏବର କଥା ପଡେ, କେଜାଣି ଆମେ ତ ଏପର୍ଯ୍ୟନ୍ତ ବିଚାର କରିପାରୁନାହିଁ ସତରେ ସେ ବ୍ୟକ୍ତି କିଏ ଜଣେ ଅଛନ୍ତି।
ଯେ ସତରେ ନିଜକୁ ଭୁଲି ଯାଇଛି। ଜଣେ ବ୍ରହ୍ମଚାରୀ କାଲି ରାତି 2ଟା ଯେ ଆମ ପାଖରେ ବସିଲେ। ଆଦର୍ଶ ବାବା, ସତ୍ୟାନନ୍ଦ, ସୁଧାମା ବସିଲେ। କଥା ପଡୁ ପଡୁ ରାତି 2ଟା ହେଇଗଲା। ତା ଭିତରେ ସେ ଖାଲି ବ୍ୟସ୍ତ ହଉଥାନ୍ତି, ମାନେ ଘଣ୍ଟା ଦେଖୁଛନ୍ତି ଶୋଇବେ। କେତେ ଦିନ ମନରେ ପ୍ରଶ୍ନ ଉଠିଲାଣି, ଏ ଶୋଇବାର କ'ଣ ପରିସମାପ୍ତି ନାହିଁ? ଏ କ'ଣ ଏମିତି ମଣିଷ ଶୋଉଥିବ, ଏମିତି ଖାଉଥିବ, ଏମିତି ଦାନ୍ତ ଘଷୁଥିବ, ଏମିତି ଝାଡ଼ା ପରିସ୍ରା କରୁଥିବ? ପିଲାଦିନରୁ ଆମର ଏଇ ଚିନ୍ତା ଥିଲା, ପ୍ରଭୁ ମୁଁ କେମିତି ଦାନ୍ତ ଘଷିବା ବନ୍ଦ କରିବି। ମତେ ଭାରି ବ୍ୟସ୍ତ ଲାଗେ। 2 ମିନିଟ୍ ଭିତରେ ବ୍ରସ୍ କରିଦେବ। କେଶ କାଟିବେ ନାହିଁ, ପ୍ରଭୁ ଆଉ କେଶ କାଟିବିନି। ପ୍ରମିସ୍ କଲୁ, ଭଗବାନ କେଶ କାଟିବା ବନ୍ଦ କରିଦେଲେ। ଗାଧେଇବି, ସାବୁନ ଲଗେଇବିନି। ଆପଣମାନେ ବିଶ୍ୱାସ କରିବେନି, ମୁଁ ବର୍ଷ ହେଲାଣି ସାବୁନ କେମିତି ଜାଣି ନାହିଁ କି ୟୁଜ୍ କରେ ନାହିଁ। ଆପଣ କହିବେ ବାବା ମିଛ କହୁଛନ୍ତି। ଯେଉଁମାନେ ପାଖରେ ରହୁଛନ୍ତି ଦେଖିବେ, କସ୍ମିନ୍ କାଳେ ମୁଁ କେବେ ସାବୁନ ୟୁଜ୍ କରେନି। ତା ବୋଲି କ'ଣ ମୁଁ ଭଗବାନଙ୍କୁ ପାଇଯିବି? ନା। ଭଗବାନଙ୍କୁ ପାଇବାକୁ ହେଲେ ତାଙ୍କ ପାଖରେ ପୂର୍ଣ୍ଣ ସମର୍ପଣ ଭାବ ଥିବା ଦରକାର। ପୂର୍ଣ୍ଣ ସମର୍ପଣ ପରେ ସାଧନା। ସବୁ ତୁମେ ଦେଖିବ ଜଣେ ହିଁ ସବୁ କରୁଛି, ସେଇ ମୁଁଟା ହିଁ ସାରା ୱାର୍ଲଡରେ ସବୁ କରୁଛି। ତାଙ୍କ ବିନା କାହାର କିଛି କୁହାଯାଏ, ମାନେ ଈଶ୍ୱରଙ୍କ ବିନା ନିର୍ଦ୍ଦେଶରେ ସୃଷ୍ଟିରେ ଦୁବ ଘାସ ବି ହଲେ ନାହିଁ, ଗଛର ପତର ବି ପଡେ ନାହିଁ। ଆମେ କଥା କହୁଛେ, ଆମର ଏ ରିଏଲାଇଜେସନଟା ଅଛି କି? ପ୍ରତ୍ୟେକଟି ମୁହୂର୍ତ୍ତରେ ରିଏଲାଇଜେସନ ଦରକାର। ରିଏଲାଇଜେସନ କ'ଣ? ପ୍ରତ୍ୟେକଟି ମୁହୂର୍ତ୍ତରେ ଅନୁଭବ ଦରକାର। ଯିଏ ଆସିଲା, ଯିଏ ଗଲା, ଯିଏ ଦେଲା, ଯିଏ ନେଲା, ଯିଏ ସମ୍ମାନ ଦେଲା, ଯିଏ ଅସମ୍ମାନ ଦେଲା, ସବୁ ଆମ ପ୍ରାରବ୍ଧ କର୍ମର ଫଳ। ସେ ଅନୁସାରେ ଆମକୁ ପ୍ରାପ୍ତି ହେଉଛି ଏବଂ ସେ ବିଭିନ୍ନ ରୂପରେ ଆସିକି ଲୀଳା କରୁଛନ୍ତି ତମ ପାଖରେ। ଏଇ କନସେପ୍ଟ, ଏଇ ମାନସିକତା, ଏଇ ମନର ଗୋଟେ ପରିବର୍ତ୍ତନ ଅବସ୍ଥା କେମିତି ନା, ଶ୍ୱାସଟାକୁ ଯଦି ଆମେ ବିଶେଷ ଶ୍ୱାସରେ ପରିଣତ କରିଦେବା, ତାର ଗତିକୁ ଓଲଟା କରିଦେବା। ସେ ଯେମିତି ପ୍ରବାହିତ ହଉଛି ଆମେ ତାକୁ ସେମିତି ପ୍ରବାହିତ ନ କରିକି ଉଜାଣି ଟେକ ବାଇକି, ଉଜାଣି ଟେକ ବାଇକି, ବାଇକି ଉଜାଣି ଟେକିବ। ମୂଳାଧାରରୁ ସହସ୍ରା, ସହସ୍ରାରୁ ମୂଳାଧାର। ଏଇଟା ଗୋଟେ ଲଙ୍ଗ ପ୍ରାଣାୟାମ। ପ୍ରାଣାୟାମ ଶବ୍ଦର ଅର୍ଥ ପ୍ରାଣ ଯୁକ୍ତ ଆୟାମ ଇତି ପ୍ରାଣାୟାମ। ଆୟାମ ଅର୍ଥ କ'ଣ? ବିଶ୍ରାମ। ବାବାଜୀ ବ୍ରହ୍ମଚାରୀ ବିଶ୍ରାମ ନେଲେନି ବୋଲି ମୁଣ୍ଡ ବୁଲେଇ, ଗ୍ୟାସ୍ ହେଇ, ବାନ୍ତି ହେଇ ବଢିଛନ୍ତି ସକାଳ ଠାରୁ। କାରଣ ଆମର ଗୋଟେ ଲୋକର କିଛି ହଉନାହିଁ, ଦିନ ସାରା ଖଟୁଛି କିଛି ହଉନି, ରାତି ସାରା ଖଟୁଛି କିଛି ହଉନାହିଁ। କାରଣ ତା ଜୀବନଟା ଭଗବାନ ପାଇଁ ଉତ୍ସର୍ଗୀକୃତ କରିଛି ଏବଂ ତାଙ୍କରି ପାଖରେ ମନକୁ ରଖିଛି, ତାଙ୍କରି କର୍ମ ବୋଲି ଭାବୁଛି ଏବଂ ତାଙ୍କରି ଠାରୁ ସେ କ'ଣ ଯାହା ପାଖରେ ମନ ରଖିଛି, ମେନ୍ ଟ୍ରାନ୍ସଫର୍ମ ପାଖରେ, ତା ଠାରୁ ଏନର୍ଜି ଆସୁଛି। ସମସ୍ତ ଏନର୍ଜି ତା ପାଖରୁ ଆସିବାରୁ ସେ ସବୁବେଳେ ଜାଗ୍ରତ ଅବସ୍ଥା। ଦେଖିଛନ୍ତି ହନୁମାନ କେମିତି ବସିଛି? ଆଣ୍ଠୁ ଭିଡ଼ିକି ପକେଇକି ବସିଛି ନା ଆପଣ ଭଳିଆ ଏମିତି ବସୁଛି? କାହିଁକି ବସିଛି ନା ହାତ ଯୋଡ଼ିକି ବସିଛି। କ'ଣ ପାଇଁ ବସିଛି ନା ପ୍ରଭୁ କାମ କରିବା ପାଇଁ ସର୍ବଦା 24 ଘଣ୍ଟା। ପ୍ରଭୁ ଶୋଇଲେ ସେ ବସିଛି ଦ୍ୱାର ମୁହଁରେ, ପ୍ରଭୁ ଉଠିଲେ ବି ବସିଛି। କ'ଣ ନା ଯେତେବେଳେ ପ୍ରଭୁଙ୍କର ନିର୍ଦ୍ଦେଶ ଆମେ ତାକୁ ପାଳନ କରିବା। ହନୁମାନ ପାଳନ କରୁଛି। ତେଣୁ ଜୀବନରେ ଯଦି କିଛି କରିବାକୁ ଚାହୁଁଛ, ଉନ୍ନତି କରିବାକୁ ଚାହୁଁଛ, ମହାନ ହେବାକୁ ଚାହୁଁଛ, ତମ ଭିତରେ ଭକ୍ତି ଭାବ ଆସିବାଟା ଦରକାର। ଜ୍ଞାନ ସହିତ ଭକ୍ତି ଆସିବ। ତେଣୁ କ୍ରିୟା ଯୋଗ ପରମ୍ପରାରେ ବହୁତ ଲୋକ ଦୀକ୍ଷା ଗ୍ରହଣ କରି କୌଣସି ଅବସ୍ଥା ନ ହୋଇ ନିଜକୁ ବହୁତ ଲୋକ ଆତ୍ମା ବୋଲି ଭାବନ୍ତି, କିନ୍ତୁ ପ୍ରାକ୍ଟିକାଲଟା କିଛି ନଥାଏ। ଯଦି କିଏ ଗାଳି ଦେଲା, ସେ ଅମକ ଲୋକ ଗାଳି ଦେଲା, ଆଉ ସେଠି ଆତ୍ମା ବୋଲି ଆଉ ନାହିଁ। ଯେତେବେଳେ କଥା ପଡ଼ିଥିବ ଚାଲାଖିରେ ଖସିଯିବା ପାଇଁ, ସବୁ ତ ତୁମେ ଆଉ, ସବୁ ତ ସେ ଆଉ। ଯଦି କିଏ ମାଡ଼ଟିଏ ଦେଲା,
ଆଜ୍ଞା ସିଏ ତ ବାଡ଼େଇଲା, ସିଏ ତ ମୋତେ ଅପମାନ, ଏଣେ କ୍ରିୟା ଯୋଗରେ ଦୀକ୍ଷା ଗ୍ରହଣ କରିଛି, ପୁଣି ଉଚ୍ଚତର କ୍ରିୟା ଅଭ୍ୟାସ କରିବା ପାଇଁ ଗୁରୁଙ୍କ ପାଖରେ ପୁଣି ଡିମାଣ୍ଡ କରୁଛି। ଯେମିତି ଲାହିଡ଼ି ବାବାଙ୍କର 2 ଜଣ ଶିଷ୍ୟଙ୍କୁ ଦୀକ୍ଷା ଦେଇଥିଲେ, ବାବା ବାରମ୍ବାର ଉପସ୍ଥାପନା କରିଛନ୍ତି, ଗୋଟେ ପୋଷ୍ଟ ପିଅନ, ଗୋଟେ ସାଧାରଣ ଲୋକ। ସାଧାରଣ ଲୋକ କିଛି ବର୍ଷ ପରେ କହିଲେ, ଗୁରୁଜୀ ଗୁରୁଦେବ ମୋତେ ସେକେଣ୍ଡ କ୍ରିୟାଟି ଦିଅନ୍ତୁ। ତମ 2 ଜଣଙ୍କର ଦୀକ୍ଷା ହେଇଥିଲା ନା, ତୁମେ ସେ ପୋଷ୍ଟ ପିଅନକୁ ଡାକ, ସିଏ ତୁମେ ସେକେଣ୍ଡ କ୍ରିୟା ଆଟ୍ ଏ ଟାଇମ୍ ନବ। ତାଙ୍କୁ ଡାକିଲେ, ଆସିଲେ, କହିଲେ ତୁମେ ଫାଷ୍ଟ କ୍ରିୟା ଅଭ୍ୟାସ କରୁଛ ନା? ହଁ। ତୁମେ ଫାଷ୍ଟ କ୍ରିୟା ଅଭ୍ୟାସ କରୁଛ ନା? ହଁ। ଏବେ 2 ଜଣ ସେକେଣ୍ଡ କ୍ରିୟା ନବ ନା? ଗୁରୁଜୀ ସେ ପୋଷ୍ଟ ମାଷ୍ଟର କହିଲା, ପିଅନ କହିଲା, ମାଷ୍ଟର ନୁହେଁ ପିଅନ କହିଲା, ଆଉ କିଛି ଦରକାର ନାହିଁ, ମୁଁ 24 ଘଣ୍ଟା ଦେଖୁଛି, ସିଏ ବସୁଛନ୍ତି, ସିଏ ଶୋଉଛନ୍ତି, ସିଏ ଉଠୁଛନ୍ତି, ସିଏ ଖାଉଛନ୍ତି, ସିଏ ଯାଉଛନ୍ତି, ସିଏ ଆସୁଛନ୍ତି, ସିଏ ସାଇକେଲ ଚଲାଉଛନ୍ତି, ସିଏ ଚିଠି ଦଉଛନ୍ତି, ସିଏ ଚିଠି ଆଣୁଛନ୍ତି, ସିଏ ସବୁ କିଛି କରୁଛନ୍ତି, ମୁଁ ଏଇ ଅନୁଭବରେ ଅଛି। ଆଉ ଗୁରୁଦେବ କୃପା କରିବେ କଣ? ଏତିକି ତ କୃପା କରିଛନ୍ତି, ଆତ୍ମବୋଧ ରହୁଛି, ଆଉ କଣ? ଦେଖନ୍ତୁ କେତେ ଲୋକ ବସି ଘୁମଉଛନ୍ତି, କାରଣ କଥାରେ ମନ ନାହିଁ, ଦେହରେ ମନ। ଦେହକୁ ଆମେ ସବୁବେଳେ ଆରାମ ଦଉଛେ। ଶୋଇବି ବା, ଏ କଣଟା ଶୋଇବି? କିଏ ତୋର ଶୋଉଛି? ତୋ ଶ୍ୱାସକୁ ବିଶେଷ ଶ୍ୱାସରେ ପରିଣତ କରିଦେ, ପ୍ରାଣାୟାମ କର, ତୋ ଶ୍ୱାସ ଆୟାମ ବିଶ୍ରାମ କରିବ। କେମିତି ଶ୍ୱାସ ବିଶ୍ରାମ କଲେ ତମର ସମସ୍ତ ଅର୍ଗାନ ଗୁଡ଼ିକ ବିଶ୍ରାମ କରିବ, ସୂକ୍ଷ୍ମ ଶରୀର ବିଶ୍ରାମ କରିଯିବ। କେତେ ସୁନ୍ଦର କଥା, ଆମର ଶିଖିବା ପାଇଁ, ଜାଣିବା ପାଇଁ, ବଡ଼ ହବା ପାଇଁ। ଆମ ମୃତ୍ୟୁଟା ଗୋଟେ ବିଶେଷ ମୃତ୍ୟୁ ହଉ, ଆମ ଜନ୍ମଟା ଗୋଟେ ବିଶେଷ ଜନ୍ମ ହଉ, ଆମ ଶ୍ୱାସଟା ଗୋଟେ ବିଶେଷ ଶ୍ୱାସରେ ପରିଣତ ହଉ, ଏ ଭାବଧାରା ଆମ ଭିତରେ ଅଛି। ସାଧାରଣ ଲାଇଫ ମେଣ୍ଟେନ କରିବା ପାଇଁ ଆମର ଇଚ୍ଛା, ଏବଂ ସାଧାରଣ ଲାଇଫ ଭିତରେ ଗୋଟେ କମ୍ପିଟିସନ ଅନିତ୍ୟ ପାଇଁ, ଅନିତ୍ୟ ପାଇଁ ଗୋଟେ କମ୍ପିଟିସନ। ତାଙ୍କର ଗାଡି ଅଛି, ଆମର ଗାଡି, ତାଙ୍କର ଜମି କିଣା ହେଲା, ଆମର ଜମି କିଣା ହବ, ତାଙ୍କର ଘର ହେଲା, ଆମର ଘର ହବ, ତାଙ୍କର ବୁଲିବାକୁ ଗଲେ ଆମର ବୁଲିବାକୁ ଯିବା। ସବୁ ଅନିତ୍ୟ ପାଇଁ କଣ ହଉଛି ନା, ଯୋଉଠି ଦେଖ ସେଠି ଖାଲି ଲଢେଇ ଚାଲିଛି, ଖାଲି ଲଢେଇ ହଉଛି। ତାଙ୍କର କୋଠା, ଆମର କୋଠା, ସେ ମା ଏମିତି ଭଉଣୀ ଚେନ୍ ପକେଇଛି କି ମୁଁ ଏମିତି ପକେଇବି, ଚାଲିଛି ଲଢେଇ, ଅନିତ୍ୟ ପାଇଁ ଲଢେଇ। କିଏ ବସି ସାଧନା କରୁଛି, କିଏ ତ୍ୟାଗ କରିଛି, କିଏ ବିଶେଷ ଶ୍ୱାସର ପରିଣତ କରିଛି, କାହାର ବିଶେଷ ଜନ୍ମ ହେଇଛି, କାହାର ବିଶେଷ ମୃତ୍ୟୁ ହବ, ସେଥିପାଇଁ ଏ ମନ କେବେ ଲଢେଇ କରୁନାହିଁ। ତେଣୁ ଆମେ ଯଦି ସତ୍ସଙ୍ଗର ଆଶ୍ରୟ ନେବା, ଗୁରୁଗତ ପ୍ରାଣ ହବା, ଗୁରୁମୁଖ ହବା, ଗୁରୁଙ୍କ ନିକଟରେ ନିଜକୁ ପୂର୍ଣ୍ଣ ମାତ୍ରାରେ ସମର୍ପଣ କରିବା, ତାହେଲେ ଆମେ କିଛି ନଥାଇ, କିଛି ନ ପାଇ, କିଛି ନ ଜାଣି, କିଛି ନ ପଢ଼ି, କିଛି ନ କରି ଆମେ ପୂର୍ଣ୍ଣ ମାନବରେ କଣ ହବା ନା ପରିଣତ ହବା। ଥାଇକି ହେଇପାରିବା ନାହିଁ, ନଥାଇକି ଆମେ ହବା। ଏ କଥା କଣ ଆପଣ ଭିତରେ ବିଶ୍ୱାସ ଆସିବ? କିନ୍ତୁ ସବୁ ଥିବ, କିଛି ନଥିବ, କାରଣ ତୁମ ଭିତରେ କର୍ତ୍ତା ଭାବଟି ନଥିବ। ତେଣୁ ତୁମେ ଏଭଳି ସାଧନା କର, ଏ ଜୀବନଟାକୁ ପୁରା ପ୍ରେମମୟ କର, ସେବା କର, ପ୍ରେମମୟ କର, ସେବା କର, ପୁରା ଜୀବନଟାକୁ ପ୍ରେମମୟ କର। କଣ କେତେବେଳେ ପ୍ରେମମୟ ଜୀବନଟା ହବ ନା, ଇଏ ଜୀବନଟା ଯେତେବେଳେ ଭଗବାନଙ୍କ ପାଇଁ ଉତ୍ସର୍ଗୀକୃତ ହେଇଯିବ, ସମସ୍ତଙ୍କ ପାଇଁ ଉତ୍ସର୍ଗୀକୃତ ହେଇଯିବ, ସୂକ୍ଷ୍ମରେ ଭଗବାନ, ସ୍ଥୂଳରେ ସମସ୍ତଙ୍କ ପାଇଁ ଉତ୍ସର୍ଗୀକୃତ ହେଇଯିବ। ଏ ସମସ୍ତ ଶକ୍ତି ବଳ, ଏ ଶରୀର ମୁଁ ଖାଇଛି ତାଙ୍କ ପାଇଁ, ବଞ୍ଚିଛି ତାଙ୍କ ପାଇଁ, କଥା କହିବି ତାଙ୍କ ପାଇଁ, ସବୁ କିଛି କରିବି ମୋ ପ୍ରଭୁଙ୍କ ପାଇଁ। ମନରେ ପ୍ରଶ୍ନ ଉଠିବ, କଣ ତାହେଲେ ମାନବ ପାଇଁ ନୁହଁ, ସବୁରି ଭିତରେ ଜଣେ ଯୋଉ ମାନବର ସେବା କରିବ, ପରୋକ୍ଷରେ ସେଇ ଭଗବାନଙ୍କର ସେବା, ଯାହାକୁ କହନ୍ତି ସର୍ଭିସ ଟୁ ମ୍ୟାନକାଇଣ୍ଡ, ସର୍ଭିସ ଟୁ ଗଡ୍।
ମାନବ ସେବା ହିଁ ମାଧବ ସେବା, ମାଧବ ସେବା ହିଁ ମାନବ ସେବା। ମୋ ସତରେ ମାଧବ ସେବା ହିଁ ମାନବ ସେବା। ବୁଝିପାରିଲେ ସବୁ ଠିକ ଲାଗିବ, ନ ବୁଝିପାରିଲେ ସବୁ ଅଡୁଆ ତଡୁଆ ଅଡୁଆ ତଡୁଆ ଲାଗିବ। ତେଣୁ ଆମର କଣ ନା ଗୁରୁଙ୍କ କଥାରେ ଯେମିତି ସନ୍ଦେହ ଆଉ ସଂଶୟ ନ ରହୁ, ପୂର୍ଣ୍ଣ ସମର୍ପଣ ଭାବ ହେଇଯାଉ। ତେଣୁ ଆମେ ସାଧନା କରି କରି ଚାଲିଲେ ଧୀରେ ଧୀରେ ଆମ ଭିତରେ ଦିବ୍ୟ ଜ୍ଞାନ, ଭକ୍ତି, ପ୍ରେମ ଆଉ ସେବା ଭାବଟି ଆସିବ। ନିସ୍ୱାର୍ଥ, ନିଷ୍କାମ, ନିଷ୍କପଟ, ନିର୍ଲିପ୍ତ ଭାବରେ ପ୍ରାଣର ସେବା କର। ଫାଷ୍ଟ ଏ ଯୋଉ ପ୍ରାଣ ପୁରୁଷ ଭିତରେ ଅଛି, ପ୍ରାଣ ହିଁ ଭଗବାନ ଈଶ, ପ୍ରାଣ ବିଷ୍ଣୁ ପିତାମହ, ପ୍ରାଣେନ ଧାର୍ଯ୍ୟତେ ଲୋକା, ସର୍ବଂ ପ୍ରାଣମୟ ଜଗତ। ଏଇ ଯୋଉ ପ୍ରାଣ ଭିତରେ ଅଛି, ତାର ସେବା ଯଦି ଆପଣ କରିବେ, ପ୍ରତ୍ୟେକ ବ୍ୟକ୍ତିକୁ ଚାହିଁଲେ ଦିଟା ଜିନିଷ ଦେଖିବେ। କଣ ଦେଖିବେ ନା ଦେହ ଆଉ ଦେହି, ବଡି ଆଉ ସୋଲ। ଯଦି ପ୍ରାଣର ସେବା ନ କରିବେ ତାହେଲେ ଖାଲି ବଡିଟାକୁ ଦେଖିବେ, ତା ଭିତରେ ସୋଲଟାକୁ ଦେଖିପାରିବେ ନାହିଁ। କିନ୍ତୁ ଜାଣିବେ ସୋଲଟା ଅଛି, କିନ୍ତୁ ସୋଲଟାକୁ ଆପଣ ଦେଖିପାରିବେ ନାହିଁ। ଦେଖିଲା ବେଳେ ଅନେଇ ଦେଲା ବେଳେ ଅନୁଭବ ହବ ଖାଲି ଏଇଟା ବଡି। ବୁଝିପାରୁଛନ୍ତି? ବୁଝିପାରୁନାହାନ୍ତି? ଏବେ ସମସ୍ତେ ଦେଖୁଛ, ଯାହାକୁ ଦେଖୁଛ ସେ ଭିନ୍ନ ଭିନ୍ନ ବୋଧ ହଉଛି, ଅଭେଦ ବୋଧ ହଉନି, ଅଭିନ୍ନ ବୋଧ ହଉନି, ଭିନ୍ନ ଭିନ୍ନ ବୋଧ ହଉଛି। ଆଉ ପ୍ରତ୍ୟେକ ଲୋକର ଭାବଟା ଆପଣଙ୍କର ଆକ୍ସେପ୍ଟ କରିନେଉଛି ମାଇଣ୍ଡ। ପ୍ରତ୍ୟେକ ଲୋକର ଭାବଟାକୁ ଆକ୍ସେପ୍ଟ କରିନେଉଛି ମାଇଣ୍ଡ, ଏବଂ ସେଇ ଭାବଟା ତମ ଭିତରେ କ୍ରିୟା ପ୍ରତିକ୍ରିୟା ସୃଷ୍ଟି କରୁଛି, ଯାହା ଫଳରେ ତମେ ଅଶାନ୍ତି ପାଉଛ, ଶାନ୍ତି ବି ପାଉଛ। ଯିଏ ଭଲ ଲାଗୁଛନ୍ତି ଟିକେ ଶାନ୍ତି ଲାଗୁଛି, ଯିଏ ଟିକେ ଖରାପ ଲାଗୁଛନ୍ତି ତମକୁ ଅଶାନ୍ତି ଲାଗୁଛି। କିନ୍ତୁ ଅଶାନ୍ତି ଆଉ ଶାନ୍ତି ଯେ ସେ ବ୍ୟକ୍ତି ଭିତରେ ନାହିଁ, ଅଶାନ୍ତି ଶାନ୍ତି ଯେ ତମ ଭିତରେ ଅଛି, ତମକୁ ଏ କଥା ଜଣା ନାହିଁ। ସେ ଖରାପ ଲୋକଟେ ଯଦି ଦେଖି ଖରାପ ଲାଗିଲା, କେମିତି ତୁ ତ ଭଲ ଲୋକଟେ, ଖରାପଟାକୁ କେମିତି ଗ୍ରହଣ କଲୁ? ତୁ ଯଦି ଭଲ ଲୋକ ତାହେଲେ ତୁ ଖରାପଟାକୁ କେମିତି ଗ୍ରହଣ କଲୁ? ଭଲ ଲୋକଟା ଭଲ ଗ୍ରହଣ କରେ, ଖରାପ ଲୋକଟା ଖରାପ ଗ୍ରହଣ କରେ। ଆରେ ହଂସ କଣ କରିବ? କ୍ଷୀରରୁ କଣ କରିବ? କ୍ଷୀର ଯାକ ଦୁଧରୁ ସବୁ ଯାକ ସେ ଦୁଧଟାକୁ ପିଇଦବ, କ୍ଷୀର ଯାକ ପିଇଦବ, ପାଣିକି ଅଲଗା କରିଦବ ନା। ହଂସ କେବେ ପାଣି ପିଇ କ୍ଷୀର ଛାଡିଛି? ଏଇଟା ସୁନ୍ଦର କଥା। ହଂସ କେବେ ଆପଣଙ୍କର ପାଣି ପିଇକି କ୍ଷୀର ଛାଡିଛି? ତୁମେ ବା ଭଲ, ତୁମେ ବା ହଂସ, ତୁମେ ସବୁ ଭିତରେ ସତକୁ ଗ୍ରହଣ କଲ, ଅସତକୁ ଛାଡ଼ିଲ। ତୁମେ କଣ ତା ଅସତଟାକୁ ରିସିଭ କରିନେଲ, ପୁଣି ରିସିଭ ତ କଲ, ତାକୁ ନେଇ ମୁଣ୍ଡଟାକୁ ପୁଣି ଟିଣ କଲ। ଭୁବନେଶ୍ୱର ଲୋକଙ୍କର ଭାଷା। ତା ଭାବକୁ ନେଇ ତମ ମୁଣ୍ଡ ଭିତରେ ପୁରେଇ ତମେ ବିକୃତ ହେଇଗଲଣି। ତୁମେ କିନ୍ତୁ ଏ କଥା ତମକୁ ଜଣା ନାହିଁ। ମୋ ଆଖି ଦେଖିଲା ବିକୃତ ହେଲା ନାହିଁ, ମୋ କାନ ଶୁଣିଲା ବିକୃତ ହେଲା ନାହିଁ। ମୋ ବିକୃତ ହେଲା କିଏ ନା ମନ। ଆଖି କହୁଛି ମୁଁ ବିକୃତ ହେଇଯାଇଛି, କହୁଛି। କାନ କହୁଛି ତମ କଥା ଶୁଣି ମୁଁ ବିକୃତ ହେଇଯାଇଛି। ସୁଦାମା ଗାଳି ଦେଲେ, କାନ ଶୁଣି କଣ ବିକୃତ ହେଇଛି? ଆଖି ଦେଖି ବିକୃତ ହେଇଛି। ସେଇ ଭାବଟାକୁ ଯିଏ ଗ୍ରହଣ କଲା, ମନ ଗ୍ରହଣ କଲା, ତାକୁ ଆହୁରି ସୂକ୍ଷ୍ମକୁ ଗଲେ ଦେଖିବେ ସବୁ ଗ୍ରହଣ କରୁଛି ଆତ୍ମା। ଯଦି ବହୁତ ସାଧନା କରୁ, ଯେମିତି କହିଲି ସାଧନା କଲେ ବଡି ଦେଖାଯିବ, କିନ୍ତୁ ବଡି ଭିତରେ ସୋଲଟା ଦେଖାଯିବ। ବଡି ଭିତରେ ଅନୁଭୂତ ହଉଥିବ, ସୋଲଟା ରିଏଲାଇଜେସନ ହବ, ଦେଖିବ ବଡିର ଧାରଣାରେ ତମ ଭିତରେ ଅପସରି ଯାଉଛି। ଯେତେ ତମ ଦେଖିବା ଭିତରେ ସୋଲ କନସସନେସଟା ବେଶୀ ହଉଛି, ବଡିଟା ଦେଖିବା କମ ହଉଛି, ଦେଖିବ ବଡି ଧୀରେ ଧୀରେ ଅପସରି ଯିବ। ଏବଂ ତମ ଭିତରୁ ଯେତେ ବଡି ଅପସରି ଯିବ, ତୁମେ ବାହାର ବଡି ଠାରୁ ସେତେ ଅପସରି ଯିବ। ବୁଝିପାରୁଛନ୍ତି? କାରଣ ଯଦି ଏଠି ନାହିଁ ସେଠି କେମିତି ହେଲା? ଏଠି ଅଛି ବୋଲି ସେଠି ଅଛି ନା। ଆଉ ଆଖି ଦେଖିଲା ସେ ବ୍ୟସ୍ତ ହେଲାନି, କାନ ଶୁଣିଲା ବ୍ୟସ୍ତ ହେଲାନି, ପାଟି ଗାଳି ଦେଲା କି ଭଲ କହିଲା ମନ୍ଦ କହିଲା ବ୍ୟସ୍ତ ହେଲାନି। ଇଏ ବୋକା ତେମେ କାହିଁ ବ୍ୟସ୍ତ ହଉଛ? କେତେ ସୁନ୍ଦର କଥା। ଏ ଶରୀର ଭିତରେ କି ପ୍ରକାର କମ୍ପ୍ୟୁଟର ଲାଗିଛି, ସେନ୍ସର ଲାଗିଛି,
ये सब खांड घटना घटुची एथुरु निवृत्त होई गोटे भाव को आसिया गोटे चेतना को आसिया गोटे अवस्था को आसिया आमर तत्व गुरु ग्रहण सत्संगर आयोजन एवं आम जीवन में साधना करुचे आम अनेक केवल शांति आनंद पाई ना आम भीतर जदि एक भाव आस गोड़ी माटी पानी गच वृक्ष लता जहाँ आखिरे पड़ो सबू तुमे थरे चिंता कर को दिन से अवस्था हम को दिन ये अवस्था ये मनरे हम जदि कहब क्विंटाल सुना दरकार एथि ना आज्ञा मु पारि फूल दरकार ना आज्ञा पारि ब्रह्मकमल फूल कौटू आसब कमल फूल आसब पारिजात फूल अच्छे दरकार आज्ञा शौच दरकार किछि दरकार नहीं केवल गुरुदेव जहाँ देइचंदी ताको बसिकी मानिबा ताको बसी करवा से केते गुडे नीति नियम अच्छी ताको मानिले कले तुम स्वतंत्र अनुभव कर स्वतंत्र अनुभव कला तुम साधना कर इच्छा हम से वैराग्य दरकार भल दाढ़ी बाल धला गोटे पर्टिकुलर गोटे जिनिस आम एक पहुँचा ना आम एक पहुँचे आमको एक को ग्रहण करा पड़े गोटे एक प्रकार खाद्य एक प्रकार पोशाक एक प्रकार कथा सबुटा आत्ममय बा सात्विकमय जदि हम तथापि ना विशुद्ध सात्विकमय हम आ तुम्हें जिते निजको भूल तुम्हें जानी पारिबनी तुम्हें अच्छ बोली तुम एक्जिस्टेंस तुम स्थिति को कंप्लीटली भूली जाओ ताहले ताकू तुम्हें पाइब देहरे कौन साधना हुए देहर अतीत हेले क्रिया जोग परंपरा रे कही साधना हुए फास्ट क्रिया रे ध्यान हुए ना ध्यान टा गोटे रिजल्ट है ना सेकेंड क्रिया रे भी है ना थर्ड क्रिया रे भी है ना फोर्थ क्रिया रे ध्यान हबाटा आरंभ हुए सेति बेले गछरे फल धरिबा आरंभ हुए किंतु फल पाचे ना बुझी पार्चंदी फल पाचे ना जिते फोर्थ क्रिया करी चल तुम भितर फल पाचब ना कि सुंदर कथा गुरु माने कही गुरु भाई माने आज कही देखौले शारदा बाबू प्रेमानंद बा कौन कही लिखाई हैंड राइटिंग देखौले डायरी तुम जिते पारुच साधु संग करी जा ए जीव साधु संग बिनु लभी न पारे मोर तनु दैत्य दानव खग मृग साधु संगते मुख्य जोग निस्वार्थ निष्काम निर्लिप्त भाव सबुरी भितर जन को अनुभव करी तेरे साधु सेवा कर कहीं अलग लोग सेवा कले कौन हम ना अरे बापा अलग लोक सेवा कले किती कौन घटना घटीज तार ठीक है ठिकना नहीं से देखे सेवा करने आसु आसु भाव ये कौन सेवा कर नब कि मो जम्बाटी लेखे नब कि मो पैसा पत्र प्रॉपर्टी नहीं जीव कि कौन आसी सेवा कले आ पछपटे कौन गोटे उद्देश्य अच्छी कि साधारण लोक ता भीतर जो भाव ताकू से भाव को से आरोप कर जहाँ मन जमी ताकू दुनिया देखा जाए सेमिति जार मन जेड़े तार प्रभु सेते बड़ जी जिभली चश्मा लगेची दुनिया ताकू से भली देखा जाउची सुंदर कथा अच्छे भगवान थरे युधिष्ठिर कहले तुम गोटे खराब लोक को खोजी करके आण से सकाल जाए संध्या है गोटे खराब लोक को देखी पारे ना सब ऋतु भगवान श्रीकृष्ण को ही दर्शन कले दुर्योधन को कहले तुम जा गोटे भल लोक देखी आण सी भली चश्मा लगे दुनिया जहाँ को देखिले आज्ञा ये समस्ते खराब कहले प्रभु गोटे भल लोक पाइले प्रभु कहले तुम्हें भी ठीक कह तुम्हें भी ठीक कह ये कथार कौन शिखिले तांकर दृष्टि आंको दृष्टि भितर गेट डिफरेंस थला एटा थला ज्ञानर दृष्टि एटा थला अज्ञानर दृष्टि जदि आम विशेष श्वास परिणत करवा आम श्वास को आम श्वास को आम ऊर्ध्वगामी करवा
ଆମର ଚେତନା ଊର୍ଦ୍ଧ୍ୱଗାମୀ ହେବ, ମୂଳାଧାରରେ ରହିବ ନାହିଁ, ସ୍ୱାଧିଷ୍ଠାନରେ ରହିବ ନାହିଁ, ମଣିପୁରରେ ରହିବ ନାହିଁ, ଅନାହାତରେ ରହିବ ନାହିଁ, ବିଶୁଦ୍ଧରେ ବି ରହିବ ନାହିଁ। ଆମର ଚେତନା ଆଜ୍ଞା ସହସ୍ରା ଆଉ ମହାଶୂନ୍ୟରେ ହିଁ ରହିବ। ଯେତେବେଳେ ରହିବ ଆମ ଶ୍ୱାସ ବିଶେଷ ଶ୍ୱାସରେ ପରିଣତ ହେଲେ ଆମେ ସବୁରି ଭିତରେ ଜଣକୁ ଦେଖିବା। ମାଟି ଭିତରେ ଦେଖିବେ, ଗୋଡ଼ି ଭିତରେ ଦେଖିବେ, ବାଲି ଭିତରେ ଦେଖିବେ, ମାଇକ୍ରୋଫୋନ ଭିତରେ ଦେଖିବେ। ଏମିତି ଗୋଟେ ଅବସ୍ଥା ଆପଣଙ୍କର ହବ, ଆପଣ ଦେଖିବେ ଏ ଦୁନିଆରେ ସମସ୍ତେ ସବୁବେଳେ ସେବା କରେ। ଫୁଲଟି କେତେ ସେବା କରୁଛି, ଏ ଫୁଲଟା ସମସ୍ତଙ୍କ ପ୍ରିୟ, କାରଣ ଇଏ କେବଳ ଭଗବାନଙ୍କ ପାଇଁ ବଞ୍ଚିଛି। ଯିଏ ଭଗବାନଙ୍କ ପାଇଁ ବଞ୍ଚିବ ତା ମୃତ୍ୟୁ ହବ ବିଶେଷ ମୃତ୍ୟୁ। ତା ପାଇଁ ଗୋଡ଼ି ବାଲି ମାଟି ତାଙ୍କର ମହିମାକୁ କୀର୍ତ୍ତନ କରିବେ, ଗାନ କରିବେ। ତେଣୁ ଆପଣ କ'ଣ କରିବେ? ନିଜ ଜନ୍ମଟାକୁ ବିଶେଷ ଜନ୍ମରେ ପରିଣତ କରିବେ ନା କରିବେ ନାହିଁ? ନିଜର ଶ୍ୱାସକୁ ବିଶେଷ ଶ୍ୱାସରେ ପରିଣତ କରିବେ ନା କରିବେ ନାହିଁ? ନିଜର ମୃତ୍ୟୁଟାକୁ ବିଶେଷ ମୃତ୍ୟୁରେ ପରିଣତ କରିବେ ନା କରିବେ ନାହିଁ? এই ତିନିଟା କଥାକୁ ମନେ ରଖନ୍ତୁ। କେମିତି କରିବେ ନା ଏଥିପାଇଁ ଗୁରୁ ଗ୍ରହଣର, କୋଉ ଗୁରୁ ନା ତତ୍ଵ ଗୁରୁ ଗ୍ରହଣ କରିବାର ଆବଶ୍ୟକତା ଅଛି। ଥରେ ତତ୍ଵ ଗୁରୁ ଗ୍ରହଣ କଲେ ଆଉ କେବେ ଗୁରୁ ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ। ଯଦି তুমি ଗୁରୁ ପରିବର୍ତ୍ତନ କଲ, ତୁମେ ଗୁରୁ ଗ୍ରହଣ କରି ନଥିଲ। ତୁମେ ଯାହା ବୁଝିଥିଲ, ଯାହା ଜାଣିଥିଲ ସବୁ ଭୁଲ ଜାଣିଥିଲ, ଭୁଲ କରିଥିଲ। ତେମେ ଆଉ ଠିକ ଏ ଜନ୍ମରେ କରିପାରିବ ନାହିଁ। ତେଣୁ ପ୍ରତ୍ୟେକଟି ମୁହୂର୍ତ୍ତ ଆମ ପାଇଁ ସତ୍ୟ। ଦେଖନ୍ତୁ, ଏଇ ଗୋଟିଏ କଥା କହି ବନ୍ଦ କରିବା, ସାଧନାରେ ବସିବା। ଦେଖନ୍ତୁ, ଯୋଉଟା ପାଷ୍ଟ ହେଇଗଲା ଜୀବନରେ, ପ୍ରତ୍ୟେକଟି ମୁହୂର୍ତ୍ତରେ ଆମେ ପାଷ୍ଟ, ପ୍ରତ୍ୟେକଟି ମୁହୂର୍ତ୍ତ ଏବେ ଥିଲା 8ଟାରେ ଆମେ ସତ୍ସଙ୍ଗ ଆରମ୍ଭ କଲେ 10:15 ହେଲାଣି, ପାଷ୍ଟ ହେଇଗଲା। ତାକୁ ଆପଣ ଜମା ଆଉ ଆଣିପାରିବେ ନାହିଁ। ଯେମିତି କାଟିଲେ ସେଇ ରେଜଲ୍ଟ ଅଦୃଶ୍ୟରେ ଆମ ପଛପଟରେ ଯିଏ ଅଛି ଲେଖିକି ଥୋଇଦେଲା। ଆପଣ କିଛି କରିପାରିବେ? କିଛି କରିପାରିବେ? ବାଡେଇ ପିଟି ଟଙ୍କା ପଇସା ଦେଲେ, ଯିଏ ଲେଖା ଲେଖି କରୁଛି ତାକୁ କିଛି ବ୍ଲାକ୍ ମନି ଦେଲେ ତମ ସେଇଟାକୁ ସେ ଚେଞ୍ଜ କରିଦବ? ଚାହିଁଲ ଦଲ, କେତେ ଲାଞ୍ଚ ଅଛି ଭଗବାନଙ୍କୁ ଦେଲ, କରିପାରିବ ନାହିଁ। ଫ୍ୟୁଚରଟା ଆମ ହାତରେ ନାହିଁ, ଭବିଷ୍ୟତଟା ଆମ ହାତରେ ନାହିଁ। ଏଇ ମୁହୂର୍ତ୍ତରେ ହାର୍ଟ ଆଟାକ୍ ହେଇଯିବ, ହାର୍ଟ ଚୋକ୍ ହେଇଯିବ, ଏଇ ମୁହୂର୍ତ୍ତରେ ବଜ୍ରପାତ ହବ, ଏହି ମୁହୂର୍ତ୍ତରେ ଭୂମିକମ୍ପ ହେଇଯିବ, ଆମେ ସମସ୍ତେ ଗଳି ପଡ଼ିବା। ଏୟାର କ୍ରାସରେ ଯେମିତି 100 ଲୋକ ମରିଯାଉଛନ୍ତି, ସେମିତି ଆମେ ମରିଯିବା। ଅନସର୍ଟନ, ପାଷ୍ଟ ଚାଲିଗଲା, କିଛି କରିପାରିଲେ ନାହିଁ। ଫ୍ୟୁଚର ଅନସର୍ଟନ, ଆମ ହାତରେ ପ୍ରେଜେଣ୍ଟଟା ଅଛି। ଗୁରୁଦେବ କହୁଥିଲେ ଟୁ ଲିଭ୍ ଇନ୍ ପ୍ରେଜେଣ୍ଟ ଅଲୱେଜ। ପ୍ରତ୍ୟେକଟି ମୁହୂର୍ତ୍ତ ହିଁ ତୁମର ଭବିଷ୍ୟତ। ପ୍ରତ୍ୟେକଟି ମୁହୂର୍ତ୍ତ ହିଁ ତୁମର ଭବିଷ୍ୟତ। ପ୍ରତ୍ୟେକଟି ମୁହୂର୍ତ୍ତକୁ ଯଦି ଆପଣ ଦିବ୍ୟ କରି ଗଢ଼ିବେ, ଅର୍ଥାତ୍ ଆତ୍ମବୋଧରେ ରହିବେ, ପ୍ରତ୍ୟେକଟି ମୁହୂର୍ତ୍ତରେ ଆତ୍ମବୋଧରେ ରହିବେ, ପ୍ରତ୍ୟେକଟି ମୁହୂର୍ତ୍ତରେ ଆପଣ ଯଦି ସଚେତନ ରହିବେ, ଆପଣ ମହାନ ହେବେ। ଆପଣ ଆଜି ଦୁଃଖ ଭୋଗୁଛନ୍ତି, ତା କାରଣ ଆପଣ। ସୁଖ ଭୋଗୁଛନ୍ତି, ତା କାରଣ ଆପଣ। ଆଜି ମହାନ ହେଇଛନ୍ତି, ତାଙ୍କ କାରଣ ଆପଣ। ଆଜି ଭଲ ହେଇଛନ୍ତି, ତା କାରଣ ଆପଣ। ଆଜି କିଏ ଆପଣଙ୍କୁ ଜେଲରେ ପୁରେଇଛି, ତା କାରଣ ଆପଣ। ଆପଣ କିଏ ଫୁଲମାଳ ଦେଇଛି, ତା କାରଣ ଆପଣ। କାରଣ ଆପଣ ମୁହୂର୍ତ୍ତଟାକୁ, ସମୟଟାକୁ ଅସତରେ ବିନିଯୋଗ କରିଛନ୍ତି, ସତରେ ବିନିଯୋଗ କରିଛନ୍ତି। ତା ଭିତରେ ସତ ନାହିଁ, ଅସତ ନାହିଁ, ସିଏ ଆଉ କୋଉଥିରେ ଗୋଟେ ବିନିଯୋଗ କରିଛି, ସେ ବ୍ୟକ୍ତ କରିବେ, ଅବ୍ୟକ୍ତ କଥା। ସତ ନାହିଁ କି ଅସତ ବି ନାହିଁ। ସତ ଅସତ ଉପରେ ଆଉ ଗୋଟେ କଥା ଅଛି ନା। ଜଣେ ସାଧୁ ଥିଲେ, ତାଙ୍କୁ ଜଣେ ଲୋକ ଆସି ପହଞ୍ଚିଲେ, ସାଧୁଙ୍କ କଥା କହିବା, କହିଲେ ତମକୁ ଯିଏ ଗାଳି ଦିଏ କେମିତି ଲାଗେ? ତମକୁ ଯିଏ ଦିଏ କେମିତି ଲାଗେ? ନ ଦିଏ କେମିତି ଲାଗେ? ନା ଭାରି ଖରାପ ଲାଗେ। ନା ତମକୁ ଯିଏ ପ୍ରଶଂସା କରେ, ତମକୁ ଯିଏ ଦିଏ କେମିତି ଲାଗେ? ନା ଭାରି ଭଲ ଲାଗେ। ହେ ବାବା, ଇଏ କଣ ଏଇ ଦବା ନବା
ଭଲ ମନ୍ଦ ନିନ୍ଦା ପ୍ରଶଂସାରେ ଜୀବନଟା ରହିବ? ଥରେ ଆପଣ ଡିପଲି ଭାବନ୍ତୁ, ଏଇ କନସିୟସନେସରେ ଭିତରେ ଅଛନ୍ତି ନା ନାହାନ୍ତି? ଯଦି ବିଶେଷ ଶ୍ୱାସରେ ପରିଣତ କରିଦେବେ ତାହେଲେ ଦେଖିବେ କିଛି ଏସବୁ ଲାଗୁନାହିଁ। ନା ନିନ୍ଦା, ନା ପ୍ରଶଂସା, ନା ସ୍ତୁତି, ନା ଭଲ, ନା ମନ୍ଦ, ନା ଦିନ, ନା ରାତି, ନା ଶୟନ, ନା ସପନ। ରେ ଖାଇକି ଶୋଇବେ। ମୁଁ ଘରେ 6 ଘଣ୍ଟା ଶୁଏ, ଆଶ୍ରମରେ 4 ଘଣ୍ଟା। ମାନେ ସବୁ ଯଦି ତୁମେ ତାଙ୍କର ଯେତେବେଳେ ଇଚ୍ଛା ହେଲା, ଯଦି ଆମେ କାଳିଆ ଠାକୁରଙ୍କୁ ଡାକୁଛେ, କାଳିଆକୁ ଭଲ ପାଉଛେ, କାଳିଆ କାଳିଆ ହଉଛି, କାଳିଆରେ କୋଉ ପର୍ଟିକୁଲାର ଟାଇମରେ ପହୁଡ଼ ଅଛି? ପହୁଡ଼ ଅଛି? 11ଟା, 12ଟା, 2ଟା, 1ଟାଏ, ପୁଣି ଠିଆ ପହୁଡ଼ ହବ। ପଞ୍ଚୁକ 5 ଦିନ ଠିଆ ପହୁଡ଼ ହବ। ଠାକୁରେ ରହିବେ ଗୁଣ୍ଡିଚା ମନ୍ଦିରରେ, ପହୁଡ଼ ହବନି। ହେଲେ ତୁମେ କାଳିଆ ଠାରୁ ବଡ଼ ନା? ସନ୍ଧ୍ୟା ଆଳତି କାଳିଆରେ ହଉଥିବ ରାତି 12ଟାରେ। ଇଏ ବାବା ଦେଖିଛନ୍ତି କଣ ନା, ସନ୍ଧ୍ୟା ଆଳତି ହଉଛି 12ଟାରେ କାଳିଆର। ସମର୍ପଣ ଭାବରେ ଆଉ ବିଚାର ନଥାଏ, ଆଉ ଆଲୋଚନା ନଥାଏ। କେତେବେଳେ ସେ କଣ କରେ, ଅନୁଭବ ହୁଏ, ଖାଲି ଅନୁଭବ ହୁଏ, ଅନୁଭବ ହୁଏ। ତାହାର ହାୟର ଷ୍ଟେଜ କିଛି ଅନୁଭବ ବି ହୁଏ ନାହିଁ। ସବୁ ଥାଏ କି କିଛି ନଥାଏ। ସାଧନା କର, ଜାଣିପାରିବ। ଆଗ ଅନୁଭବକୁ ଯାଅ, ତାପରେ ଅନୁଭବର ତୀବ୍ର ଅବସ୍ଥାରେ, ପରିପକ୍ୱ ଅବସ୍ଥାରେ ସେ ଅବସ୍ଥାଟା ହବ। ଆଉ ଜୀବନରେ ଯଦି ଡେଭଲପ୍ କରିବାକୁ ଚାହୁଁଛ, ଉନ୍ନତି କରିବାକୁ ଚାହୁଁଛ, ମହାନ ହବାକୁ ଚାହୁଁଛ, ଗୁରୁଗତ ପ୍ରାଣ ହୁଅ, ଗୁରୁମୁଖ ହୁଅ, ଗୁରୁଙ୍କ ନିକଟରେ ନିଜକୁ ପୂର୍ଣ୍ଣ ମାତ୍ରାରେ ସମର୍ପଣ କରିଦିଅ। ଆଗ ବୁଝ ଗୁରୁଦେବ ମୋର କଣ। ଥୋମାସ ବୋଲି ଜଣେ ଶିଷ୍ୟ, ଯୋଡ଼ା ବୋଲି ଜଣେ ଶିଷ୍ୟ ଯୀଶୁଖ୍ରୀଷ୍ଟଙ୍କ ପାଖରେ ଥିଲେ। ସେ କେବେ ଯୀଶୁଖ୍ରୀଷ୍ଟଙ୍କୁ ମହାପୁରୁଷ ବୋଲି ଭାବୁନଥିଲେ ଏବଂ କେବେ ଯୀଶୁଖ୍ରୀଷ୍ଟଙ୍କୁ ଭଗବାନ ବୋଲି ଭାବୁନଥିଲେ। ଜଣେ ସ୍ୱାମୀ ତା ସ୍ତ୍ରୀ କି କହୁଛି, 2 ଜଣ ଯାକ ଦେଖିତ, ଏ ତୁ ଏ ଦାଢ଼ିଆ ବାବାଜୀ କି ପୂଜା କରୁଛି, ଇଏ କଣ ଭଗବାନ? ସେମାନେ ଏବେ ଆଶ୍ରମ ଆସୁନାହାନ୍ତି, ଇଏ କଣ ଭଗବାନ? ସେ କହିଲା ହଁ ଭଗବାନ। ଇଏ ତୁ ଏଡେ ବୋକି, ଏଟା ମଣିଷଟା ଜନ୍ମ ହେଇଛି। ମାନେ କେତେ ପ୍ରକାର ରାକ୍ଷସର ଭାବ କିଭଳି। ଆଉ ଯେତେବେଳେ ଭଗବାନ ଜନ୍ମ ହେଇଥିଲେ, ସିଏ ଆଉ ଖାଉନଥିଲେ, ସିଏ ଆଉ ଯାଉନଥିଲେ, ସିଏ ଆଉ କଥା କହୁନଥିଲେ, ସିଏ ଆଉ ଚାଲୁନଥିଲେ, ସବୁବେଳେ ବସିଥିଲେ ନା କଣ? ସବୁବେଳେ ଏମିତି ବସିଥିଲେ। କୃଷ୍ଣ ଅବତାର, ରାମ ଅବତାର, 2ଟା ଶ୍ରେଷ୍ଠ ଅବତାର, 24 ଅବତାର ଭିତରେ କେତେ ଏନଗେଜ, 24 ଘଣ୍ଟା ଏନଗେଜ। ଆରେ ସେ ଦାଢ଼ିଆ ବାବାଟା ସେ କଣ ଭଗବାନ? ଆରେ ଆରେ ତୁ ଗୋଟେ ପାଗେଲି, ସେ କୋଉ ଯାଏ ପାଠ ପଢିଛି? ତୋଠୁ କଣ ଅଧିକା ପଢିଛି? ଇଏ କହିଥାନ୍ତେ, ଆମ ଗୁରୁଦେବ ତ କହିଛନ୍ତି ସବୁ ଭଗବାନ, କାଠ ଭଗବାନ, ଫୁଲ ଭଗବାନ, ବୁଢୀ ଭଗବାନ, ମାଟି ଭଗବାନ, ଜୀବନ୍ତ ଭଗବାନ, ମୂର୍ତ୍ତ ଭଗବାନ, ସବୁ କିଛି ଭଗବାନ। ଆଉ ମୋ ବାବା ଭଗବାନ ହେଲା ବୋଲି କୋଉଟା ହେଇଗଲା? ତୁମେ ତ ମୋ ପାଇଁ ଭଗବାନ, ମୁଁ ତ ଭଗବାନ। କିଏ ରିଅଲାଇଜ କରିଛି, କିଏ ରିଅଲାଇଜ କରିପାରୁନି। ଯିଏ ଯେମିତି ଭାବୁଛି ସେମିତି ହେଇଯାଉଛି। ପ୍ରହ୍ଲାଦକୁ ଭଗବାନ କହିଲେ, ଶେଷ କଥା କଣ ବର ମାଗୁଛୁ ମାଗ। ପ୍ରହ୍ଲାଦ କହିଲେ, ପ୍ରଭୁ ମୋତେ ଯୋଉମାନେ ଦୁଃଖ ଯନ୍ତ୍ରଣା କଷ୍ଟ ଦେଇଛନ୍ତି, ସେମାନେ ସେ କର୍ମଫଳ କେବେ ଭୋଗ ନ କରନ୍ତୁ। ଭଗବାନ କହିଲେ କାହିଁକି? ନା ସବୁରି ଭିତରେ ତ ତୁମେ ଦେଇଛ, ଆଉ କିଏ ଦେଲା? ମୁଁ ତ କାହାକୁ ଆଉ ଦେଖିନି। ସର୍ପ ରୂପରେ ତୁମେ ଆସିଥିଲ, ଅସ୍ତ୍ର ଧରିକି ତୁମେ ଆସିଥିଲ, ପଥର ଧରି ବାନ୍ଧିକି ସମୁଦ୍ର ତୁମେ ଫିଙ୍ଗି ଦେଇଥିଲ, ତେଲ କଡ଼େଇରେ ତୁମେ ପକେଇ ଦେଇଥିଲ, ହାତୀ ଦ୍ୱାରା ତୁମେ ମୋ ଉପରେ ଚଢି ଯାଇଥିଲ। ମୁଁ ତ ତମକୁ ଦେଖୁଥିଲି, ମୁଁ ତ କାହାକୁ ଦେଖୁନଥିଲି। ଥରେ ଚିନ୍ତା କରନ୍ତୁ ଏ କନସେପ୍ଟକୁ, ଏ ଭାବନାକୁ, ଏ ଚିନ୍ତାଧାରାକୁ ଖାଲି ଶୁଣନ୍ତୁ ନାହିଁ। ଯଦି ଆମର ମାନସିକତା ଏଇଭଳି ହୁଏ, ତାହେଲେ ତମ ପାଇଁ କିଏ ଶତ୍ରୁ ହବ, କିଏ ତମର ଅହିତକାରୀ ହବ, କିଏ ତମ ପାଇଁ ଖରାପ ହବ?
এটা অতি ହାୟର ସୁଖରେ ତମ ସେ ଯିଏ ଥିଲା ସେ ପାରଧୂର ଉପରେ ଆସିଲା। ତୁମେ ଦେଖିକି ତୁମେ ତମ କର୍ତ୍ତବ୍ୟ ପଥରେ ଶୀତଳ ଗତି କରନି ଆଧ୍ୟାତ୍ମ ଗତିଟାକୁ, ଅତି ଦ୍ରୁତ ଗତିରେ ଆଗେଇ ଚାଲ। ସବୁ କିଛି ଭୋଗ ହଉ, ଯାହା ଆସୁଛି ତା ଭୋଗ ହଉ, ମୋର ସାଧନା ସାଧନା ସାଧନା। ଦେଖିଛନ୍ତି କହିଲେ ଭଲ ନୁହେଁ। ଅହଙ୍କାର ବାବାଙ୍କ ଜୀବନ ଯାତ୍ରାରେ କେତେବେଳେ ଦେହ ଅସୁସ୍ଥ ହେଇ ବାବା ତାଙ୍କର ପ୍ରୋଗ୍ରାମ ବନ୍ଦ କରିଦେଇଛନ୍ତି। ଯେଉଁମାନେ 25 ବର୍ଷ ଡିସାଇବୁଲ, 30 ବର୍ଷ ଡିସାଇବୁଲ, 25 ବର୍ଷ ସାଧା ସିନିୟରିଟି ଅଛି, କେବେ ବନ୍ଦ କରିଦେଇଛନ୍ତି କି ପବ୍ଲିକ ମିଟ୍ ବନ୍ଦ କରିଦେଇଛନ୍ତି? ଏବେ ଇଣ୍ଡାଇଜେସନ ହେଲା, ବାନ୍ତି ହେଲା, ଝାଡ଼ା ହେଲା, ଲୋକମାନେ ଆସିଥିଲେ ଆମ ପାଖକୁ, କେବେ ମୁଁ ରେଷ୍ଟ ନେଲିନି। ସେଇଥିରେ ଗଲେ ଗାମୁଛା ପିନ୍ଧିକି ଗାମୁଛା ଘୁରେଇକି ସେମାନଙ୍କୁ କଥା କହି ବିଦା କରିଦେଲେ। ଏ ଚମତ୍କାର ତ ମୁଁ କହୁନାହିଁ, ମନ ତାଙ୍କ ପାଖରେ ଅଛି, ସେ ଏନର୍ଜି ଦେବେ, ସେ ସବୁ କରିବେ। ତୁମେ ନିଜକୁ ଭୁଲି ଯାଇଛ, ସେଇ ଆସିଛନ୍ତି। ଆଜି ଦେହ ଅସୁସ୍ଥ, ମୁଁ ବିଶ୍ରାମ ନେବି, ହେଇପାରିବ ନା। ମୁଁ ଖାଇଛି ତାଙ୍କ ପାଇଁ, ବଞ୍ଚିଛି ତାଙ୍କ ପାଇଁ, ଶ୍ୱାସ ନେଉଛି ତାଙ୍କ ପାଇଁ, ସ୍ଥୂଳ ଜଗତର କଥା। ତେଣୁ ମତେ ତାଙ୍କରି ସେବା କରିବାକୁ ପଡ଼ିବ। ଯଦି କି ଆମ ପାଖରେ କ'ଣ କରୁଛେ, ଆମେ କହୁଛୁ ନା ସେ ଦଣ୍ଡ ପାଉ, ସେ ଦଣ୍ଡ ପାଉ, ସେ ଦଣ୍ଡ ପାଉ। ମୁଁ ଅଲଗା, ସିଏ ଅଲଗା। ଏଇଥିରେ ଭଗବତ କୃପା ହବ। ଠାକୁରଙ୍କୁ ବହୁତ ଲୋକ ମୂର୍ତ୍ତି ଭିତରେ ଦେଖନ୍ତି, ବହୁତ ଲୋକ ଗୁରୁଙ୍କ ଭିତରେ ଦେଖନ୍ତି, ବହୁତ ଲୋକ ଖୁବ କମ ବ୍ୟକ୍ତି ସର୍ବଭୂତରେ ଦେଖିବା ପାଇଁ ଚେଷ୍ଟା କରନ୍ତି, ସାଧନା କରନ୍ତି। ସିଏ ମୋର ଉତ୍ତମ ଭକ୍ତ, ସିଏ ମୋର ଉତ୍ତମ ଭକ୍ତ। ଯେ ସର୍ବଭୂତରେ ଦେଖେ ସିଏ ପାଏ 100% ମାର୍କ। ଯେ ମୂର୍ତ୍ତି ଭିତରେ ଦେଖେ, କେବଳ ମୂର୍ତ୍ତି ଭିତରେ ଦେଖେ 1%। ଯିଏ ଚିନ୍ତା କରେ, ଭାବେ ହଁ ସମସ୍ତେ ଭଗବାନ, ସେ 10% ଖଣ୍ଡ ମାନେ ମାର୍କ ପାଏ। ଯେ ଚିନ୍ତା କରେ ହଁ ବାବା କହୁଥିଲେ ତ ଏଭ୍ରିଥିଙ୍ଗ ଇଜ ଗଡ, ଏଭ୍ରିୱାନ ଇଜ ଗଡ, ସେ 10% ଖଣ୍ଡ ପାଇବ। ଯିଏ ଦେଖି ନା ସବୁ ତୁମେ, ସବୁ ତୁମେ, ସବୁ ତୁମେ, ସବୁ ତୁମେ ଗୋଟିଏ ଚେତନାରେ ରହେ, ସାଇଣ୍ଟିଫିକ ତାକୁ ଆନାଲିସିସ କରି ସମୀକ୍ଷା କରି ଦେଖେ। ଆଉ ମାନସିକ ସ୍ତରରେ ସେଇ ଅବସ୍ଥା ଆସିବା ପାଇଁ ସେ କ'ଣ କରେ ନା ସାଧନା କରେ। କ'ଣ କରେ ନା ଜନ୍ମ ବିଶେଷ ଜନ୍ମ, ମୃତ୍ୟୁ ବିଶେଷ ମୃତ୍ୟୁ, ଆଉ ବିଶେଷ ଶ୍ୱାସକୁ ଯଦି ସେ ପରିଣତ କରିଦେଇ ପାରିବ ଲାଇଫଟା, ତାହେଲେ ସେ ଦେଖିବ 1 2 କିଛି ନାହିଁ। ଏଥିପାଇଁ କି ଦୀକ୍ଷା ଗ୍ରହଣ ନୁହଁ ଟଙ୍କା ପଇସା, କୋଠା ବାଡ଼ି, ଜମି ବାଡ଼ି, ପ୍ରପର୍ଟି ଡେଭଲପ, ଦେହ ସୁସ୍ଥ ପାଇଁ ଦୀକ୍ଷା ଗ୍ରହଣ ନୁହେଁ। ଏଇ ଚେତନାରେ ରହିଲେ ପରମ ପିତା ପରମ ବ୍ରହ୍ମ ତୁମର କ'ଣ ଦରକାର, ଯଦି ଭଲ ସନ୍ତାନର କ'ଣ ଦରକାର ମା ଆଉ ବାପା ଜାଣିଥାନ୍ତି, ସବୁ କିଛି ଦେଇ ଦିଅନ୍ତି। ସେ ସବୁ କିଛି ତମକୁ ଦେଇଦେବେ। ତୁମର କ'ଣ ଦରକାର ସେ ସବୁ ଜାଣିଛନ୍ତି। ତୁମର କ'ଣ ଦରକାର ତୁମେ ଜାଣିନ, କାରଣ ତମ ପାଖରେ ଫ୍ୟୁଚର ନାହିଁ, ତମ ପାଖରେ ପାଷ୍ଟ ନାହିଁ, ତମ ପାଖରେ ପ୍ରେଜେଣ୍ଟ ଅଛି। ସେଇ କଥା ରିପିଟ କରାଗଲା, କାରଣ ସେ ଭେରି ଇମ୍ପୋର୍ଟାଣ୍ଟ କଥା। ତେଣୁ ପ୍ରତ୍ୟେକଟି ମୁହୂର୍ତ୍ତରେ ମୁଁ ସାଧନାରେ ରହିବି, ଯେକୌଣସି ଗୋଟେ ଟେକ୍ନିକରେ ଅବଲମ୍ବନରେ ମୁଁ ରହିବି। ଗୋଟିଏ କାମ କର, ସବୁ ଠିକ ହେଇଯିବ। ଏଥିପାଇଁ ଫୁଲ ଦରକାର ନାହିଁ, ଫଳ ଦରକାର ନାହିଁ, ଧୂପ ଦରକାର ନାହିଁ, ଦୀପ ଦରକାର ନାହିଁ, ନୈବେଦ୍ୟ ଦରକାର ନାହିଁ, କୌଣସି କର୍ମକାଣ୍ଡ ଦରକାର ନାହିଁ। ଏଥିପାଇଁ ଗୁରୁଗତ ପ୍ରାଣ ଗୁରୁମୁଖ ହୁଅ, ସାଧନା କର। ସବୁଠି ବସିପାରିବ, ସବୁଠିକି ଉଠିପାରିବ, ସବୁଠିକି ଯାଇପାରିବ, ସବୁଠି ପ୍ରଣାମ କରିପାରିବ। କିନ୍ତୁ ନିଷ୍ଠା ଆନଠାରେ ମୋର ନାହିଁ ଆଉ ଭରସା ନା ଆଶା ମୋର ଆଉ କାହାଠାରେ ଆଶା ନାହିଁ। ତୁମେ ମୋର, ମୁଁ ତୁମର। ହେ ପ୍ରଭୁ, ଚିତ୍ତ ଅପମାନ ଦିଅ, ମାନ ଦିଅ, ନିନ୍ଦା ଦିଅ, ଗାଳି ଦିଅ। ଥରେ ରାମକୃଷ୍ଣ ପରମହଂସ ବିବେକାନନ୍ଦକୁ ଗାଳି ଦେଲେ, ଶଳା ତୁ ଏଠିକି ଆଉ ଆସିବୁନି, ମୁଁ ତତେ ଆଉ ଦେଖିବିନି। ସବୁବେଳେ ତୁ ଗୋଟେ ବିରୋଧ କଥାବାର୍ତ୍ତା କରୁଛୁ, ସବୁବେଳେ ଗୋଟେ କାଣ୍ଡ, ଯେତେ ଥର ଆଉଛୁ ଗୋଟେ କାଣ୍ଡ ଘଟଉଛୁ। ଶୋଧିଲେ ସାଥୀ ଦେଖିଲେ କିଛି ସମୟ ପରେ
ବିବେକାନନ୍ଦ ଠାକୁରଙ୍କ ସେବାରେ ଲାଗି ପଡୁଛନ୍ତି। ଠାକୁର କଣ ଖାଇବେ, କଣ କରିବେ? ଶଳା ଏଇଟା ନିଜ ଶଳା କହୁଥିଲେ, ସେ ଲାଗି ଆମେ କହୁଛୁ ଶଳା ଏଇଟା ନିଜ ଲୋକ। ଯେତେ ଗାଳିଲେ, ଯେତେ ବାଡେଇଲେ, ଯେତେ ବିରକ୍ତି ହେଲେ ସେ ଛାଡୁନାହିଁ। ନିଜ ଲୋକ କେବେ ଛାଡିକି ରହିପାରିବ? ତମେ ମାନେ କାହିଁକି ବାରମ୍ବାର ଆସ? ତମର ମୋ କଥା ମନେ ପଡେ ବୋଲି, ନାଇଁ କି ତୁମେ ମତେ ଭଲ ପାଅ ବୋଲି। ଯିଏ ମନେ ପଡିବା, ଭଲ ପାଇବାଟା ତୀବ୍ରତର ହବ, ସେ ଆଉ ଅଲଗା ରହିପାରିବେ ନା, ଏକାଠି ରହିବେ, ଲୀଳା କରିବେ। ଯୋଉଠି ଭଲ ପାଇବାଟା ଅଛି, ଯୋଉଠି ନ ଦେଖିଲେ ରହିହବନି, ସେଇଠି ରହୁଛ, ଭଲ ପାଉଛ, ପରସେଣ୍ଟେଜ ଅଛି। ଆଉ କଣ? ତମ ପୁଅ ପାଇଁ, ତମ ଝିଅ ପାଇଁ, ତମ ବାପା ପାଇଁ, ତମ ଘର ପାଇଁ ତୁମେ ଯେତିକି ତତ୍ପର, ଯେତିକି ଚେଷ୍ଟା କରିଛ, କେବେ ଗୁରୁଙ୍କ ପାଇଁ, ଭଗବାନଙ୍କ ପାଇଁ, କି ମାନବ ପାଇଁ ସେତିକି କେବେ କିଞ୍ଚିତରେ 1% କରୁଛ? ମାସକୁ ଥରେ ପକୁଡି ଆଣିବା, କି ବରା ଆଣିବା, କି କାଠିଆ କଦଳୀ ଆଣିବା, କି ଆଉ 29 ଦିନ ବାବାଜୀ ମରିଥିଲା କି ବଞ୍ଚିଥିଲା ତାର ହିସାବ ଯଦି ଆଇଲା ବେଳକୁ ନାହିଁ, କଣ କରିଥାନ୍ତ? ଏବେ ସିନା ସୋସିଆଲ ମିଡିଆ ବୋଲି ଫଟାଫଟ ଚାଲୁଛି, ଆଇଲା ବେଳକୁ ଗୁରୁ ନା। ଆରେ ସିନା ଗୁରୁ ଚାଲି ଯାଇଛନ୍ତି, ଗୁରୁଙ୍କର ସାଧନାଟା କଣ ଚାଲି ଯାଇଛି? ଗୁରୁଙ୍କର ଜ୍ଞାନଟା କଣ ଚାଲି ଯାଇଛି? ଗୁରୁଙ୍କର ଏନର୍ଜିଟା, ଶକ୍ତିଟା କଣ ଏଇଠୁ ପଳେଇଛି କି? ସେ ଅଛି ନା। ସେ ଯୋଉ ଏଇଠୁ ବସିଛନ୍ତି, କଥା କହୁଛନ୍ତି, ହସୁଛନ୍ତି, ସେ ଏନର୍ଜିଟା କଣ ଏଇଠୁ ପଳେଇବ କି? ସେ ଉର୍ଜାଟା କଣ ଏଇଠୁ ପଳେଇବ କି? ସେ ଆଭାଟା କଣ ପଳେଇବ କି? ସେ ଯୁଗ ଯୁଗକୁ କାମ କରିବ। କାହିଁକି? ଭଗବାନ କଣ ଶକ୍ତି? ଭଗବାନ ଶକ୍ତି ତ କହିଲେ ଭୁଲ ହେଇଗଲା। କେମିତି ବୁଝେଇବି? ଧର ଶକ୍ତି, ଭଗବାନଙ୍କର ଯୋଉ କୃପା, ଯୋଉ ଆଶୀର୍ବାଦ କଣ କେତେବେଳେ ପଳେଇଛି? ଯେ ଭଗବାନଙ୍କ ସହିତ ମିଳନ ଯୁକ୍ତ ହେଇଯାଇଛନ୍ତି, ଭଗବାନ ହେଇଛନ୍ତି, ତାଙ୍କର ସେଟା ଯିବ କେମିତି? ସେ ଏନର୍ଜିଟା ଯିବ କେମିତି? ସେଥିଲାଗି ମହାପୁରୁଷ ମାନଙ୍କର ଶବକୁ ପୋଡ଼ି ଦିଆଯାଏନି, ଜଳରେ ଭସେଇ ଦିଆଯାଏନି, ପୋତି ଦିଆଯାଏ। ସେଇଠି ଶକ୍ତିଟା କାମ କରିବା ପାଇଁ। ସେଟା ଦିବ୍ୟ ଶରୀର, ଡିଭାଇନ ଏନର୍ଜିରେ ପରିପୂର୍ଣ୍ଣ। ସେ ଯେ ପର୍ଯ୍ୟନ୍ତ ଥବ ସେ ପର୍ଯ୍ୟନ୍ତ କଥା କହିବ। ଗୋଟେ ସମାଧି ମନ୍ଦିର ଥିଲା, ଜଣେ ଫରେନ୍ ବ୍ରିଟିଶ ଲୋକ ଆସିଥିଲେ, ଭାରତକୁ ଶାସନ କରୁଥିଲେ। କହିଲେ ସମାଧି ମନ୍ଦିର ନା? ଗୁରୁଦେବଙ୍କ ସମାଧି ମନ୍ଦିର। ନା ଇଏ କଣ କଥା କହେ? ନା ହଁ ଆଜ୍ଞା କଥା କହନ୍ତି। ଇଏ କଣ ଦେଲେ ଖାଏ? ନା ଆଜ୍ଞା ଖାଏ। କେମିତି ପ୍ରମାଣ? ଇଏ କଣ ମୁହଁରେ କହିଲେ କିଏ କୋଉ ଛାଡିବ? ନା କଣ କରିବା? ନା ଖୋଳିବା ଆଉ ତୋଡ଼ା ଗଲା ଆଉ କଣ? ସେମାନେ ଚାହାନ୍ତି ପ୍ରମାଣ ନା। ସେ ତାଡ଼ିଲା ବେଳକୁ ଅସ୍ଥିଟା ପୁରା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଭାବରେ ରହିଛି, ମାଂସ ହରିକା କିଛି ନାହିଁ। ସେଥିରୁ ଅସ୍ଥି ଖଣ୍ଡେ ସେମାନେ ଆଣିଲେ, ବାହାରେ ଥୋଇଲେ, ସେ ଅସ୍ଥି ଚାଲିଲା। ସେ ଅସ୍ଥି ମୁଭିଂ କଲା, ବୁଲିଲା, ସାଉଣ୍ଡ କଲା। ମାନେ ଭୟଭୀତ ହେଇ, ତମ ଗୁରୁଦେବ ଅଛନ୍ତି, ତମ ଗୁରୁଦେବ ଅଛନ୍ତି, ତୁମ ଅସ୍ଥି ବି କଥା କହିବ। ସହସ ପ୍ରମାଣ କରିଦିଆଯାଇଛି। ତେଣୁ ସାଧନା କରନ୍ତୁ, ନିଜ ଜନ୍ମକୁ ବିଶେଷ ଜନ୍ମରେ ପରିଣତ କରନ୍ତୁ। ସାଧନା ଦ୍ୱାରା ନିଜ ଶ୍ୱାସକୁ ବିଶେଷ ଶ୍ୱାସରେ ପରିଣତ କରନ୍ତୁ। ସାଧନା ଦ୍ୱାରା ନିଜର ମୃତ୍ୟୁକୁ ବିଶେଷ ମୃତ୍ୟୁରେ ପରିଣତ କରନ୍ତୁ। ଏ କଥା, ଏ ଉପଦେଶ, ଏ ଜ୍ଞାନ କେବଳ ତତ୍ତ୍ୱ ଗୁରୁଦେବ ଭଗବତ ଗୀତାର 4th ଅଧ୍ୟାୟର 34 ନମ୍ବର ଶ୍ଲୋକକୁ ଭଲ କି ପଢ, ବୁଝ। ବାବା ବହୁତ ଥର କହିଛନ୍ତି ବୋଲି ଆଉ କହୁନାହାନ୍ତି। ଯେଉଁମାନେ ଜ୍ଞାନୀ, ତତ୍ତ୍ୱଦର୍ଶୀ, ସେଇମାନଙ୍କ ଠାରୁ ଦୀକ୍ଷା ଗ୍ରହଣ କର, ସାଧନା କର, ସାଧନା କର। ଆଗ ଆତ୍ମଜ୍ଞାନର ଅଧିକାରୀ ହୁଅ, ତାପରେ ସାଧନା କର, ତାପରେ ତୁମର ଅନୁଭବ ହବ, ତାପରେ ସମସ୍ତଙ୍କୁ ଭଲ ପାଅ। ଆତ୍ମବୋଧରେ ସମସ୍ତଙ୍କ ସେବା, ତମ ପାଇଁ ଯେତିକି ସେବା ଆସିବ, ତମ ଆଖିରେ ଯେତିକି, ତମ ସାଉରାଣୀଙ୍କର ଯେତିକି ପଡ଼ିବେ, ସମସ୍ତଙ୍କର ସେବା କର, ନିସ୍ୱାର୍ଥ, ନିଷ୍କାମ, ନିର୍ଲୋଭରେ। ତାହେଲେ ତମର ମୃତ୍ୟୁ ବିଶେଷ ମୃତ୍ୟୁ ହବ। ମନରେ ପ୍ରଶ୍ନ ଉଠିବ, ମୋ ପାଖରେ ତ ପଇସା ନାହିଁ, ମୋ ପାଖରେ ତ ଟଙ୍କା ନାହିଁ, ମୋ ପାଖରେ ତ ଜମି ନାହିଁ, ମୋ ପାଖରେ ତ ଲୋକ ବଳ ନାହିଁ, ମୁଁ କେମିତି କରିବି? ତୁମେ ଏଇ କନସିୟସନେସକୁ ଯାଅ, ଯାହା ଦରକାର ସେ ଦେଇଦେବେ। ଶହ ପ୍ରମାଣ ଅଛି।
ଭକ୍ତ ପ୍ରବର ଲାଖା। ତେଣୁ ଡେଭଲପ୍ କରିବାକୁ ହେଲେ ବିଶେଷ ଜନ୍ମ ବିଶେଷ ମୃତ୍ୟୁ ଆଉ ବିଶେଷ ଶ୍ୱାସରେ ପରିଣତ କରିବାକୁ ହେଲେ ଏଥିପାଇଁ ଜ୍ଞାନ ଭକ୍ତିର ଆବଶ୍ୟକ। ଲାଷ୍ଟକୁ ଜ୍ଞାନକୁ ଫୋପାଡ଼ି ଦେବାର ଅଛି। ଭକ୍ତି ଭାବରେ ଜୀବନ ନିର୍ବାହ କରିଲେ ସବୁ କିଛି ହେଇଯିବ। ତାଙ୍କରି କୃପା ତାଙ୍କରି ଆଶୀର୍ବାଦ ଦରକାର, ଆଉ ବିଶେଷ କିଛି କହିବା ନାହିଁ। ଶେଷରେ କ୍ରିୟା ଯୋଗ ପରମ୍ପରାର ସମସ୍ତ ଗୁରୁମାନଙ୍କୁ ପ୍ରଣାମ କରୁଛି। ବିଶ୍ୱର ପ୍ରତ୍ୟେକ ସମ୍ପ୍ରଦାୟର ଗୁରୁମାନଙ୍କୁ ପ୍ରଣାମ କରୁଛି। ଉପସ୍ଥିତ ଭାଗବତ ସ୍ୱରୂପଗଣ ସବୁରି ଭିତରେ ଜଗନ୍ନାଥଙ୍କୁ ଉପଲବ୍ଧି କରି ପ୍ରଣାମ କରୁଛି। ସର୍ବେ ଭବନ୍ତୁ ସୁଖିନ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣୀ ପଶନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ଜୟ ଗୁରୁଦେବ, ଜୟ ଜଗନ୍ନାଥ, ହରି ଓମ୍ ତତ୍ସତ୍।